କୁହନ୍ତୁ। ଏ ଯୋଉ ଆଧ୍ୟାତ୍ମିକତାରୁ ବିଚ୍ୟୁକ୍ତି ଓ ଭାରତର ଅବନତି, ଏ ଆଧ୍ୟାତ୍ମିକତାରୁ ମନୁଷ୍ୟ ବିଚ୍ୟୁକ୍ତି କାହିଁକି ହଉଛି? ଆର ମୂଳ କାରଣ କଣ? କିଛି ତ ଗୋଟେ କାରଣ ଥିବ। କାରଣ ଆପଣ ଶୁଣିଲେନି ଲାଷ୍ଟ କାରଣ ଗୁଡା ତ କୁହାଯାଇଛି ପଏଣ୍ଟ ୱାଇଜ। ନା, କାରଣ କଣ? ଆପଣ କାରଣ ଶୁଣି ନାହାନ୍ତି? ଲାଷ୍ଟରେ ଯୋଉ କହିଲି ନାଇଁ, ଶୁଣିଛ ଏଇ ପଏଣ୍ଟ। ସ୍ୱାର୍ଥପରତା, ଏଇ ଯୋଉ କାରଣ ସବୁ ଏମିତି ହଁ ହଉଛି। ସେଇ ତ ସବୁ କାରଣ, ଆଉ କାରଣ କଣ କି? ପଛରେ ମଣିଷ ଗୋଡଉଛି, ଆଜ୍ଞା କାରଣ ସେ ତା ଦେହରେ ଶାନ୍ତି ପାଉନି। ଆଜ୍ଞା। ଅଶାନ୍ତି ଭିତରେ ମଧ୍ୟ ବି ସେ ମଧ୍ୟ ସିଆଡକୁ ଟାଣି ହେଇଯାଉଛି। ଆଉ ଜଏଣ୍ଟ ଫ୍ୟାମିଲି ଥିଲା, ଜଏଣ୍ଟ ଫ୍ୟାମିଲି କାହିଁ ସିଙ୍ଗଲ ଫ୍ୟାମିଲି ହେଲା କହୁନାହାନ୍ତି? କଣ ପାଇଁ ହେଲା? ସ୍ୱାର୍ଥ ବୃଦ୍ଧି ପାଇଁ। ଆମେ ଭଲ ରହିବା, ଆମେ ରୋଜଗାର କରୁଛୁ, ଆମେ କାହିଁ ଆଙ୍କ ସାଙ୍ଗେ ରହିକି ଆମ ସେୟାର ଦବା, ଆମ ପଇସା ତାଙ୍କୁ କାହିଁ ଦବା? ଦେଖନ୍ତୁ ଆସ୍ତେ ଆସ୍ତେ ଏଇ ଭାବଟା ଥିଲା କି ପୁରାତନ ଯୁଗରେ? ଏଇଟା ନଥିଲା। ଜଏଣ୍ଟ ଫ୍ୟାମିଲି ଥିଲା, ଜଣେ ରୋଜଗାର କରୁଥିଲା, 10 ଜଣ ଖାଉଥିଲେ ଶାଗ ପଇସା। ବୁଝିଲେ? କିନ୍ତୁ ଏବେ ନା, 5 ପୁଅ ଗୋଟେ ମା ପେଟରୁ, ସେଠି ଦାଦା ବଡବାପା ସବୁ ରହୁଥିଲେ ଏକାଠି ହେଇକି। କିନ୍ତୁ ଏବେ ମାର ଗୋଟେ ପୁଅରୁ 4 ପୁଅ, 4ଟା ଫ୍ୟାମିଲି, 4ଟାରୁ ଚୁଲି ଜଳୁଛି। କାହିଁ କହୁନାହାନ୍ତି? ଏଇ ଯୋଉ ଜିନିଷ ଭିତରେ, ମଣିଷ ଭିତରେ ଯୋଉ ଏଇ ବିଦ୍ୱେଷ ଭାବ ଆସିଲା, ସ୍ୱାର୍ଥପରତା ଭାବ ଆସିଲା, ଆସ୍ତେ ଆସ୍ତେ ତାର ଆଧ୍ୟାତ୍ମିକତା ଗ୍ଲାନି ହେଲା। ଯେ ସେ ଧର୍ମ ପଥରେ ଚାଲିଥାନ୍ତା, ଈଶ୍ୱରଙ୍କୁ ଧରିଥାନ୍ତା, ବା ପରମ ପୁରୁଷକୁ ଧରିଥାନ୍ତା, ବା ସଦ୍ଗୁରୁଙ୍କର ଶରଣାପନ୍ନ ହେଇଥାନ୍ତା, ତାଙ୍କର ସତନାମ ଜପୁଥାନ୍ତା, ତା ଭିତରେ କଣ ଏ ଭାବ ଆସିଥାନ୍ତା? ନା ପରିବାରଠାରୁ ସେ ବିଚ୍ୟୁତ ହେଇଥାନ୍ତା? ଆଜି ଆଧ୍ୟାତ୍ମିକ ଅବକ୍ଷ ହେଇଛି। ଏଇ ମଣିଷର ଭିତରେ ଯୋଉ ସ୍ୱାର୍ଥପରତା ଭାବ ଯେତେବେଳେ ବିକଶିତ ହେଇଛି, ବଢିଛି, ବୃଦ୍ଧି ହେଇଛି, ସେତେବେଳେ ମଣିଷ ଇଷ୍ଟଙ୍କ ପଥରୁ ବିଚ୍ୟୁତ ହେଇଛି, ଧର୍ମ ପଥରୁ ବିଚ୍ୟୁତ ହେଇଛି। ଏବଂ ଦେଖନ୍ତୁ, ପିତାମାତାଙ୍କଠୁ ଦୂରେଇ ଯାଉଛି। ପିତାମାତାଙ୍କୁ ପୋଷିବା ପାଇଁ ପୁଅ ଭିତରେ ଗଣ୍ଡଗୋଳ ହଉଛନ୍ତି। ମୁଁ କାହିଁ ପୋଷିବି, ସିଏ କାହିଁ ପୋଷିବନି, ସିଏ କାହିଁ ପୋଷିବନି। ଦେଖନ୍ତୁ କୋଉଭଳି ଚିନ୍ତାଧାରା, କେତେ ନକାରାତ୍ମକ ଚିନ୍ତାଧାରା ଦିନକୁ ଦିନ ବୃଦ୍ଧି ପାଉଛି। ଆର କାରଣ ଏନ୍ ସୋ ମେନି କଜେସ୍ ଆଜି ସୃଷ୍ଟି ହେଇଛି। ଆଜି ଭାରତର ଅବନତି ଏଇଭଳି କାରଣ ଯୋଗୁଁ ଆଜି ଦେଶ ଆଜି ନଷ୍ଟ ହେଇଛି। ମଣିଷ ନେଇକି ଗୋଟେ ପରିବାର, ପରିବାରକୁ ନେଇକି ସମାଜ, ସମାଜକୁ ନେଇକି ଦେଶ, ଆଉ ଦେଶ ବୋଲି କାହାକୁ ନେଇ ଆମମାନଙ୍କୁ ନେଇକି, ଆମମାନଙ୍କର ଚରିତ୍ର ଯେତେବେଳେ କ୍ଷୟ ହେଇଛି, ଆମର ଭିତରେ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେଇଛି, ସ୍ୱାର୍ଥପରତା ବୃଦ୍ଧି ହେଇଛି, ବିଦେଶ ଭାବ ବୃଦ୍ଧି ହେଇଛି, ସେତେବେଳେ ନୈତିକ କ୍ଷୟ ହେଇଛି, ଆଧ୍ୟାତ୍ମିକତାର କ୍ଷୟ ହେଇଛି। ତା ଫଳରେ ଆଜି ସମାଜର ଅବନତି ହେଇଛି। ଆମେ ଯୋଉ ଉନ୍ନତି କହୁଛୁ, ଏଇ ଯୋଉ ଫିନାନ୍ସିଆଲ ଡେଭଲପମେଣ୍ଟ, ଯୋଉ ସାଇଣ୍ଟିଫିକ ଡେଭଲପମେଣ୍ଟ, ଆମର ଯେ ପ୍ରକାର ଯେତେ ମ୍ୟାଟେରିଆଲ ଡେଭଲପମେଣ୍ଟ, ଏଇ ଡେଭଲପମେଣ୍ଟ ନୁହେଁ, ମଣିଷର ଅନ୍ତର୍ନିହିତ ଶକ୍ତି ଆଜି ଅବକ୍ଷୟ ହେଇଯାଇଛି। ମଣିଷଙ୍କର ନୈତିକ ବିକାଶ ନାହିଁ, ଆଜି ଅବନତି ହେଇଛି ତାର। ତେଣୁ ଏଇଭଳି ଆଜି ଭାରତର ମଧ୍ୟ ଅବନତି ହେଇଛି ଆଧ୍ୟାତ୍ମିକତା ଦୃଷ୍ଟିରୁ। ଆମେ ଯଦି ମ୍ୟାଟେରିଆଲିଷ୍ଟିକ ଦୃଷ୍ଟିରୁ ଚିନ୍ତା କରିବା, ଉନ୍ନତି ହେଇଛି ବୋଲି କହିବା, ଡେଭଲପିଂ କଣ୍ଟ୍ରି ବୋଲି କହିବା। କଣ କହିବେ ଦାଦା? ଦାଦା, ଖାଲି କଣ ହଉ ଆମର ହଉ ଏଇ ଠିକ ଅଛି ବିଜୟ ଭାଇ। ନାଇଁ ନାଇଁ ବିଜୟ ଭାଇ ଦାଦା। ଯୋଉ କହିଲେ ଠିକ ଯେ, ହୁଁ। ଆମର ଯୋଉ ନୀତି ସଂସ୍କୃତି ଥିଲା ତଦନୁଯାୟୀ ଏ ସାମଗ୍ରିକ ଚିନ୍ତାଧାରା ନେଇକି ମଣିଷ କେହି ଉନ୍ନତିକର ଚିନ୍ତାକର କଲେ ନାହିଁ। ଆପଣ ଦେଖନ୍ତୁ, ଯୋଉମାନେ ଆସିଲେ ଶୋଷଣକାରୀ, ଆଉ ଯୋଉ ଆନ୍ଦୋଳନ, ଧର୍ମ ଆନ୍ଦୋଳନ ହେଲା, ସେ ଆନ୍ଦୋଳନ ଲିମିଟେଡ ପର୍ସନକୁ ନେଇକି ହେଲା। ସେ ଓଭରଅଲ ଭାରତ ବର୍ଷକୁ ମଧ୍ୟ କଭରେଜ କରିପାରିଲା ନାହିଁ। ଆପଣ ଦେଖନ୍ତୁ, ସମଗ୍ର ଭାରତ ବର୍ଷକୁ କଭରେଜ କଲା ଭଳି ଏବଂ ଭାରତର ସମସ୍ତ ସଂସ୍କୃତିକୁ ରକ୍ଷା କଲା ଭଳି କିଏ ଥିଲେ ଲିଡର କୁହନ୍ତୁ? କିଏ ପରିଶ୍ରମ କରୁଛନ୍ତି? କାହାର ଚେନ୍ ଚାଲୁଛି? କାହାର ସିଷ୍ଟମ ଅଛି? କୋଉ ଧାରାର ଅଛି? ନାହିଁ। କିନ୍ତୁ ଗୋଟିଏ କଥା, ଶଙ୍କରାଚାର୍ଯ୍ୟ ଯୋଉ 4 ଧାମରେ 4ଟି ମାନେ ଦେବତାକୁ ଉପସ୍ଥାପନା କରି କିଛି କିଛି କଲେ, ତାହା ସାମୟିକ। କିଛି କିଛି ଧାର୍ମିକ ଲୋକ ସେ ବାଟେ ଗଲେ, କିନ୍ତୁ ଠିକ ଭାବରେ ସମାଜର ଉନ୍ନତି ଭଳିଆ ହେଲା ଭଳିଆ ନୈତିକ ଯୋଉଗୁଡାକ ଆମର ସୁଭାଷ ଭାଇ ବାରବାର କହିସାରିଲାଣି, ନୈତିକ ଚରିତ୍ରରେ ହାତ ପଡିଲା ନାହିଁ। ସେ ଏଇ ପୂଜା ପାର୍ବଣ, ଧୂପ ଦୀପ, ଅରୁଆ ଗେରୁଆ ଏଇଥିରେ ହିଁ ରହିଗଲା। ବାସ୍ତବ ଚରିତ୍ର ଆଚାର ପରମ ଧର୍ମ ସେଇଟା ହେଇପାରିଲା ନାହିଁ। ଏ ପର୍ଯ୍ୟନ୍ତ ଏବେ ମଧ୍ୟ ଅନେକ ସଂସ୍ଥା ଖୋଲୁଛି। ଇସ୍କନ ପ୍ରଭୃତି ସଂସ୍ଥା ଖୋଲିଛି ଯେ ନାମ କର, ଖାଅ, ପିଅ, ଚାଲ ହେଲା। ଯୋଉ ଅଷ୍ଟପହରୀ ହଉଛି, ଯୋଉ ଯାହା କିଛି ବର୍ତ୍ତମାନ ଉତ୍ସବ, ଯାନି ଯାତ୍ରା ଉତ୍ସବ ହଉଛି, ଏ ସବୁର ମୂଳରେ ଗୋଟାଏ ପଏଣ୍ଟ, ସାମୟିକ ଉନ୍ମାଦନା, ସାମୟିକ ଉତ୍ତେଜନା, ସାମୟିକ ଭଗବତ ପରାୟଣତା, ଚରିତ୍ର ସ୍ପର୍ଶ ନାହିଁ। ବାହିକ ଉପଚାର, ଲୋକ ଦେଖେନିଆ ଧାର୍ମିକତା, ଗୋଟେ ଉର୍ଦ୍ଦର ନାଚିଲ, କୁଦିଲ, ଡେଇଁଲ, ଜାକଜମ କରିଦେଲ, ଢାକ ଢୋଲ କରିଦେଲ, ଭଲ ଭଲ ଲାଇଟ୍ ଲଗେଇଦେଲ, ଆମେ ଏତେ ବଡ ଅନୁଷ୍ଠାନ କରିଦେଲୁ। ଅନୁଷ୍ଠାନ
ଏତେ ଅନୁ ନାହିଁ କି ଥା ବି ନାହିଁ। ରହିବାର ଅନୁଷ୍ଠାନ କହିଲେ କଣ ତା ଅର୍ଥ ସେମାନେ ପଚାରିଲେ କହିପାରିବେ ନାହିଁ। ରହିବା ଦରକାର, ସ୍ଥା ଧାତୁ ଭିତରେ ଅଛି। ସ୍ଥିତବାନ ହବା, ସ୍ଥିତିବାନ ସମ୍ପତ୍ତି, ତା ସବୁ କେହି ତାକୁ ଠିକ ଭାବରେ ଗବେଷଣା କେହି କରୁନାହାନ୍ତି, ସେଇଭଳି ମାନେ ଉପସ୍ଥାପନା କରୁନାହାନ୍ତି, ଆଲୋଡ଼ନ ହଉନାହିଁ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ସେ ମୂଳ ପଦଟାକୁ ଧଇଲେ, ଏ ଯୋଉ ଆଚାର ଆଚରଣକୁ, ଚଳନ ଚରିତ୍ରକୁ। ଆଉ ତା ପାଇଁ ଯାହା ଯାହା ଉପକରଣ, ଯୋଉଟା ଯାହା ଦ୍ଵାରା ଏଇ ସବୁ ଚଳନ ଚରିତ୍ର ହବ, ତା ପାଇଁ ଯୋଉ ନାମ ଧ୍ୟାନ ଇଷ୍ଟବୁଦ୍ଧି ଯାହା କିଛି, ତା ପାଇଁ ମୂଳ ହଉଛି ଚରିତ୍ରବାନ ମଣିଷ ଗଠନ ପାଇଁ, ଦେବତ୍ୱରେ ରୂପାୟିତ କରିବା ପାଇଁ। ତାକୁ ଯାହା ଯାହା ଇନ୍ଧନ ଦରକାର, ପାୱାର ଦରକାର, ରାତି ଭୋର ଉଠିବାକୁ ପଡିବ, ଉଷା ନିଶାରେ ମନ୍ତ୍ର ସାଧନ କରିବାକୁ ପଡିବ, ତାହେଲେ ସେ ସ୍ମାର୍ଟନେସ୍ ଆସିବ, ସେ ଦୀର୍ଘାୟୁ ହବ, ମନ ଧୀର ସ୍ଥିର ଶାନ୍ତ ହବ, ପ୍ରଜ୍ଞା ଚେତନା ସୃଷ୍ଟି ହବ। ତେଣୁ ସେ ସବୁ ଧାରା ଦେଲେ। ସଂହତି ପାଇଁ ପ୍ରାର୍ଥନା ହବ, ଏକ ପ୍ରାର୍ଥନା, ଏକ ସ୍ୱର, ବୈଠକ ହବ, ସତ୍ସଙ୍ଗ ହବ, ଆମେ ସଂହତି ଆସିବ। ସବୁ ଭିତରେ ଗୋଟିଏ ପଏଣ୍ଟ, ଚରିତ୍ରବାନ। ଆମେ ପରସ୍ପର ସହିତ ଜଡ଼ିତ ହବାର ଭାବ। ଆମେ ଯାଉଛେ ଦେଓଘର, କେତେ ଭାଷାଭାଷୀର ଲୋକ, କେତେ ଧର୍ମର ସମ୍ପ୍ରଦାୟର ଲୋକ ସମସ୍ତେ ଏକାଠି ହେଇଗଲେ। ଠାକୁରଙ୍କ ସିଷ୍ଟମରେ ଏକମାତ୍ର ଅଛି, ଅନ୍ୟତ୍ର ଏଇଟା ସହଜରେ ମିଳେ ନା। ଆଉ ଏଇ ଧାରାଟା ବର୍ତ୍ତମାନ ଯାହା କିଛି ପୃଥିବୀ ଉପରେ ପ୍ରଭାବ ପକଉଛି। ତେଣୁ ଅବନତିର କାରଣ ହଉଛି ସେଇଭଳି ଲୋକ, ସେଇଭଳି ପ୍ରକ୍ରିୟା, ସେଇଭଳି ଭଲ ପାଇବା ନେଇ କଣ୍ଟିନ୍ୟୁ କରିନାହାନ୍ତି। ବହୁତ ବହୁତ ଧନ୍ୟବାଦ, ତିନିଟା ବହୁତ ବହୁତ ଧନ୍ୟବାଦ। ଏ ବିଷୟରେ କଣ କହୁଛନ୍ତି? ଆମ ସହିତ ରହିଛନ୍ତି ଡକ୍ଟର ରମାକାନ୍ତ ମିଶ୍ର, ପ୍ରଫେସର ଇନ୍ ବଟନୀ, ନିମାପଡ଼ା ଅଟୋନମସ୍ କଲେଜ, ନିମାପଡ଼ା, ପୁରୀ। ରମାକାନ୍ତ ଭାଇ ଜୟ ଗୁରୁ। କଣ ଅବନତିର କାରଣ କଣ? ମାନେ ଭାରତର ଅବନତିର କାରଣ କଣ? କଣ ଏଇଆ କହିଲେ ତ ବିଜେତା ଆପଣଙ୍କର ପ୍ରଶ୍ନ କଣ ଅଛି? ବିଜୟ କୁମାର ଜେନା। ବିଜେନା ଭାଇ ଆଜିର ଯୋଉ କହୁଛନ୍ତି ନା। ଜାତୀୟତା ଅଛି, ମଣିଷ ଆଧ୍ୟାତ୍ମିକତାରୁ ଦୂରେଇ ଯାଉଛି, ଯାହା ଦ୍ୱାରା ଭାରତର ଅବନତି ଘଟୁଛି। ମଣିଷ କାହିଁକି ଆଧ୍ୟାତ୍ମିକତାରୁ ଦୂରେଇ ଯାଉଛି? କାହିଁକି ଦୂରରେ ରହୁଛି, କାହିଁକି ଅବନତି ଘଟୁଛି, କଣ ରମାକାନ୍ତ ଭାଇ କୁହନ୍ତୁ? ଆଧ୍ୟାତ୍ମିକତା ମାନେ କଣ? ଠାକୁର କଣ କହିଲେ ସତ୍ୟାନୁସରଣରେ? ଆଧ୍ୟାତ୍ମିକତା ମାନେ ଆମେ ମାନେ କଣ ବୁଝୁଛୁ? ଏଇ ତ ଯେ ଦେବାଦେବୀଙ୍କ ଉପରେ ଟିକେ ବିଶ୍ୱାସ କରିବା, ପୂଜା ପାଠ କରିବା, ଏଇ ସବୁ ଗୁଡାକ ଆଧ୍ୟାତ୍ମିକତା। ଏଗୁଡାକ ଆଧ୍ୟାତ୍ମିକତା ନୁହେଁ। ଏଗୁଡାକ ମଣିଷକୁ ଈଶ୍ୱର ମାନେ ଦୈବୀକୃତ କରିବାର ଗୋଟେ ଗୋଟେ ପ୍ରୋସେସ। ଆଧ୍ୟାତ୍ମିକତା କିନ୍ତୁ ତା ନୁହେଁ। ଆଧ୍ୟାତ୍ମିକତା ହେଲା ଆଧ୍ୟାତ୍ମିକ ଶବ୍ଦକୁ ଭାଙ୍ଗିଲେ କଣ ହବ? ଆତ୍ମିକତା। ଅଧି ମାନେ ଅଧାଇ, ଠାକୁର ଏମିତି ହିଁ ବୁଝନ୍ତି। ଅଧାଇ, ଧା ମାନେ ଧାରଣ କରିବାର ନୀତି ଯାହାଙ୍କ ଭିତରେ ରହିଛି। ଆତ୍ମିକତା, ଆତ୍ମୀ ଅତ୍ ଧାତୁ, ତାମାନେ ନିରନ୍ତର ଗତିଶୀଳ। ମଣିଷ ଯେତେବେଳେ ପଶ୍ଚାତ ଧାବନ ନ କରି ଆଗକୁ ଆଗକୁ ନିରନ୍ତର ଗତିଶୀଳ ହେଇ ଚାଲେ, ତା ବି ମଙ୍ଗଳର ମାର୍ଗରେ, ସେଇଟା ହେଲା ଆଧ୍ୟାତ୍ମିକତା। ତ ଏବେ ପ୍ରଶ୍ନ ଉଠୁଛି, ଆଧ୍ୟାତ୍ମିକତା ଯୋଉ ଦେଶ ମାନେ କରୁନାହାନ୍ତି, ଯେମିତି ଆପଣ ଦେଖନ୍ତୁ ଚାଇନା, ସେ ହେଲା ଗୋଟେ ପୃଥିବୀର ସବୁଠୁ ବଡ ନାସ୍ତିକ ଦେଶ। ସେଠି ଲୋକମାନେ ଯାହା ଯେମିତି କରୁଥିଲେ, ବର୍ତ୍ତମାନ କିନ୍ତୁ ଆଉ କେହି ଭଗବାନଙ୍କୁ, ତାଙ୍କର ତ ସେଠି କନଫ୍ୟୁସିଓଜିମ୍ ଚାଲେ, ସେମିତି ନିର୍ଦ୍ଦିଷ୍ଟ କୌଣସି ଭଗବାନ ସେଠି ପୂଜା ପାଆନ୍ତିନି। ଯେତିକି ବି ଆଉ କେହି ମାନୁନାହାନ୍ତି, କାରଣ ଦେଖିଲେ ଯେ ପ୍ରକୃତିରେ ବିଜ୍ଞାନ ହିଁ ହଉଛି ଭଗବାନ। ତେଣୁ ବିଜ୍ଞାନ ହେଲା ଆଧ୍ୟାତ୍ମିକତା। ତାଙ୍କ ଲୋକମାନେ ଏହା ଉତ୍ତର ଦିଅନ୍ତି। ଆଜି ଯେତିକି ଡେଭଲପମେଣ୍ଟ, ଚାଇନା ତ ଆମେରିକାଠୁ ବି ଡେଭଲପ ହେଇଛି। ସେମିତି ଆହୁରି ଆପଣ ନର୍ଥ କୋରିଆ, ଏଇ ସବୁ ଗୁଡାକ ଯିବେ, ସେଇଠି ସେମାନେ ଜମା କୌଣସି ଦେବୀ ଦେବତାଙ୍କୁ ପୂଜା କରନ୍ତିନି। ପୁରୁଣା ଯଦି ଆପଣ ଦେଖିବେ, ଆନସିଏଣ୍ଟ ଇଜିପ୍ଟ, ଗ୍ରୀକ, ରୋମ, ସମସ୍ତେ ଭଗବାନଙ୍କୁ ପୂଜା କରୁଥିଲେ। ଆଜି ଭଗବାନ କେହି ନାହାନ୍ତି, ପୂଜା କରୁନାହାନ୍ତି। ତ କଥା ହଉଛି ଯେ ଆଧ୍ୟାତ୍ମିକତା କଣ ନା, ମଣିଷକୁ ଯାହା ଈଶ୍ୱରାଭିମୁଖୀ କରାଏ, ଅର୍ଥାତ୍ ମଙ୍ଗଳାଭିମୁଖୀ କରାଏ, ଯୋଉ ମାର୍ଗରେ ଚଳିଲେ ମଣିଷର ସର୍ବାଙ୍ଗୀନ ଉନ୍ନତି ହୁଏ, ତାହା ହେଲା ଆଧ୍ୟାତ୍ମିକତା। କିନ୍ତୁ ଈଶ୍ୱର ଦେବତାଙ୍କର ପୂଜା କରିବା, ବେଲ ତୁଳସୀ ପତ୍ର ଇତ୍ୟାଦି ଦେଇ ପୂଜା କରିଲେ ହିଁ ଯେ ଆଧ୍ୟାତ୍ମିକତା ହେଲା, ନୁହେଁ। ସେଥିରେ ପୂଜା ସମ୍ପନ୍ନ ହେଲାନି। ଠାକୁରଙ୍କର ବହୁତ ଜାଗାରେ ବାଣୀ ରହିଛି, ଧୃତି ବିଧାନରେ, ବହୁତ ସବୁ ଜାଗାରେ, ପଥର କଉଡିରେ ବି, ଯେ ଆମେ ପ୍ରକୃତରେ ଆଧ୍ୟାତ୍ମିକ ସେତେବେଳେ ହେବା ଯେତେବେଳେ ଦେବାଦେବୀଙ୍କର ଗୁଣ ବୈଶିଷ୍ଟ୍ୟଟାକୁ ନିଜ ଚରିତ୍ରରେ
ମୂର୍ତ୍ତ କରି ତୋଳିବା। ବାକି ରହିଲା ଭାରତର ଅବନତି। ଭାରତ କହିଲେ କଣ? ପ୍ରଥମେ ଦେଖନ୍ତୁ ବଡଦା ଇଂଲିଶର କଣ ଲେଖିଲେ? ଦ ଡିଜେନେରେସନ ଅଫ ହ୍ୟୁମାନିଟି ବିଗିନ୍ସ। ପୁଣି ଯେତେବେଳେ ପଢୁଛି ଭାରତ, ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତ ସେଠି ଭାରତରେ କଣ ଲେଖିଲେ? ଓ ମ୍ୟାନକାଇଣ୍ଡ, ହେ ସମଗ୍ର ମାନବ ଜାତି। ତାହେଲେ ଭାରତ ଶବ୍ଦର ଅର୍ଥ କୌଣସି ଜାଗାରେ ବି ଭାରତ ଭୂଖଣ୍ଡ ବୋଲି ଠାକୁର କହି ନାହାନ୍ତି। ହ୍ୟୁମାନିଟି, ମାନବିକତା। ଭାରତ ଭାତି ରମତି ଇତି, ଭାରତ ଭୂଖଣ୍ଡ ଶବ୍ଦର ପ୍ରକୃତ ଯଦି ଆପଣ ଦେଖିବେ, ଭାରତ ଶବ୍ଦଟା କେବେ ବି ଇଣ୍ଡିଆ ବା ବର୍ତ୍ତମାନ ସମୟର ଯୋଉ ଇଣ୍ଡିଆ ପାଇଁ ତାହା ପ୍ରଯୁକ୍ତ ହେଇନଥିଲା। ଭାରତ ଶବ୍ଦର ଅର୍ଥ ଯୋଉ ପ୍ରଦେଶରେ, ଯୋଉ ଦେଶରେ, ଯୋଉ ଭୂଖଣ୍ଡ ଯାହା ବି ଆପଣ କୁହନ୍ତୁ, ଏମିତି ଲୋକମାନେ ରୁହନ୍ତି ଯୋଉମାନେ ଜ୍ଞାନର ଆଭା ବିକାଶ କରନ୍ତି, ଜ୍ଞାନର ଉଜ୍ଜଳତାରେ ସମଗ୍ର ଭବିଷ୍ୟତ ଉଜ୍ଜଳମୟ କରି ତୋଳନ୍ତି, ତାହା ହେଲା ଭାରତ। ସେଠିକାର ଲୋକମାନେ ଥିବା ଅଞ୍ଚଳ ହେଉଛି ଭାରତ। ହେଲା, ତେଣୁ ଭାରତ ନାଁଟା ମୂଳରୁ ହିଁ, ଅନେକ କହନ୍ତି ତ୍ରେତୟା ଯୁଗରୁ ସେ ଶକୁନ୍ତଳା ଦୁଷ୍ମନ୍ତଙ୍କ ପୁତ୍ର ଭରତ ନାମରେ, ନା, ତା ପୂର୍ବରୁ ବି ଭାରତ ଭୂଖଣ୍ଡ ଥିଲା। ତାଙ୍କ ନାମ ଅନୁସାରେ ଭାରତ ହେଇନି, ଏଇଟା କୌଣସି ପ୍ରକାର ଜଷ୍ଟିଫିକେସନ ନାହିଁ। ବରଂ ଭାରତ ଗୋଟେ କମ୍ୟୁନିଟି, ଗୋଟେ ଜାତି। ଭରତ ନାମରେ କମ୍ୟୁନିଟି ବା ଜାତି ଥିଲା, ଯୋଉଥିରେ କି ଭାରତ ନେମିଂ ହେଇଛି। ବାକି ରହିଲା ଭାରତର ଅବନତିର ଯୋଉ କାରଣ। ଭାରତର ଅବନତି କଣ ପାଇଁ ଠାକୁର କହିଲେ? ଦିଟା କାରଣ। ଗୋଟେ ହେଲା ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା। ଋଷି ମାନେ କିଏ? ପୁରୁଷୋତ୍ତମ, ଆଚରଣ ସିଦ୍ଧ ଆଚାର୍ଯ୍ୟ ପୁରୁଷ, ଯାହାଙ୍କର ଚରିତ୍ରରେ ସବୁ କିଛି ମୂର୍ତ୍ତ ହୁଏ। ତାଙ୍କୁ ବାଦ ଦେଇ ନିଜସ୍ୱ କିଛି କରିବା, ଯୋଉଥିରେ କି ହ୍ୟୁମାନିଟି, ସମଗ୍ର ମାନବ ଜାତି ଆଜି ବିଧ୍ୱଂସମୁଖୀ। ମାନବିକତା ନାହିଁ, ପାଶବିକତାର ପ୍ରବୃତ୍ତି ଚତୁଃପାର୍ଶ୍ଵରେ ପରିପୂର୍ଣ୍ଣ। ଡିଜେନେରେସନ ଅଫ ହ୍ୟୁମାନିଟି। ଆଉ ଗୋଟେ କଣ ନା, ସମଗ୍ର ମାନବ ଜାତିର ଅଧପତନ କଣ ପାଇଁ କି? ନା ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା। ଆଉ ପୁଣି କଣ ନା, ଯେବେଠୁ ଆମେ ମାନେ ମୂର୍ତ୍ତି ପୂଜା କରିବା ଆରମ୍ଭ କରିଛୁ, ଅର୍ଥାତ ଆମ ମାନଙ୍କର ମୂର୍ତ୍ତି ମାନେ ମୁଣ୍ଡଟା ମୂର୍ତ୍ତି ହେଇଯାଇଛି, ପାଷାଣବତ ହେଇଯାଇଛି, ଆଚରଣ ଆମ ମାନଙ୍କର ନାହିଁ। ଠାକୁର ପୁଣି କଣ କହିଲେ ନା, ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବ ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହୁଅ, ଯୋଉଟା କି ଆଜି ପୃଥିବୀରେ କୌଣସି ଜାଗାରେ ନାହିଁ। ସବୁଠି ଖାଲି ହଣା କଟା ଦଙ୍ଗା ମରା ଚାଲିଛି ସମ୍ପ୍ରଦାୟ ନାଁରେ। ତେଣୁ ଯେପର୍ଯ୍ୟନ୍ତ ଏଇଟା ନ ହେଇଛି, ସେ ପର୍ଯ୍ୟନ୍ତ ସମଗ୍ର ପୃଥିବୀର ଅବନତିଟାକୁ କେହି ରୋକିପାରିବେ ନାହିଁ। ଅବନତି ମାନେ କଣ? ଗୋଟେ ଶବ୍ଦରେ ଏଇଆ କୁହାଯିବ ଯେ ମଣିଷ ଜାତିର ବିନାଶ। ମଣିଷ ନିଜେ ହିଁ ନିଜର ବିନାଶ କରିବ। ସମଗ୍ର ମାନବ ଜାତି ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହବ। ଯେତେ ଯୋଉ ପପୁଲେସନ ଦେଖୁଛନ୍ତି, ଯୋଉ କିଛିଟା ବଞ୍ଚିବେ, ସେମାନେ ପୁଣି ଭଲ ଆଡକୁ ଗତି କରିବାକୁ ବି ତାଙ୍କୁ ପୁଣି ବହୁତ ସମୟ ବି ଲାଗିଯିବ। କାରଣ ଯେତେବେଳେ ସମଗ୍ର ବାୟୁମଣ୍ଡଳ ପ୍ରଦୂଷିତ, ନଦୀ ପ୍ରଦୂଷିତ, ପଞ୍ଚ ମହାଭୂତ ପ୍ରଦୂଷିତ, ତାକୁ ପୁଣି ରେକ୍ଟିଫାଏ କରିବା ପାଇଁ ଶହ ଶହ ବର୍ଷର ସମୟ ଲାଗିବ। ତେଣୁ ଏଇଟା ହେଲା କଥା। ବାକି ରହିଲା ଯଦି ଆପଣ ପର୍ଟିକୁଲାରଲି ନିର୍ଦ୍ଦିଷ୍ଟ ଭାରତ ଭୂଖଣ୍ଡର କଥା ପଚାରିବେ, ତାହେଲେ ଅବନତି କଣ ପାଇଁ? ଭାରତରେ ଟଙ୍କା ପଇସାର ଅଭାବ ନାହିଁ, କିନ୍ତୁ ଆପଣ ପ୍ରତିଦିନ ଯଦି ଆପଣ ସବୁ ଦେଖିବେ, ଜିଡିପି ଖସି ଯାଉଛି, ଡଲାର ବୃଦ୍ଧି ପାଇଯାଉଛି। ସେ ଏଇ ସବୁର କାରଣ ହଉଛି ଯେ ମଣିଷ ଆଜି ତାର ନୈତିକତା ହରେଇଛି, ମଣିଷ ସ୍ୱାବଲମ୍ବୀ ହେଇଛି, ତାର ସ୍ୱାଭିମାନ ହରେଇ ପକେଇଛି, ନିଜେ କିଛି କରିବାର କ୍ଷମତା ସେ ନିଜେ ହରେଇ ପକେଇଛି। ଅଲଗା ମାନଙ୍କ ଉପରେ ଆମେ ଯେତେ ନିର୍ଭରଶୀଳ ହବା, ସେତେ ଆମ ଦେଶର ଇକୋନୋମି ଖସି ଖସି ଯିବ। ଆଉ ସବୁଠୁ ବଡ କଥା ହଉଛି ନିଜସ୍ୱ ଜ୍ଞାନ, ବୁଦ୍ଧି, କୌଶଳ, ଏଇଟା ଭାରତ ଲୋକଙ୍କ ପାଖରେ ଅଭାବ ନାହିଁ। ଭାରତର ଭଲ ମୁଣ୍ଡ ମାନେ ବାହାରେ ଯେ ବିକ୍ରି ହେଇଛନ୍ତି, ସେମାନେ କେବେ ଦିନକ ପାଇଁ ଭାରତରୁ ଡିଗ୍ରୀ ତ ନେବେ, ଭାରତରେ ପାଠ ତ ପଢିବେ, କିନ୍ତୁ ଯେତେବେଳେ ଫରେନ କମ୍ପାନୀରେ ତାଙ୍କର ଚାକିରି ଲାଗିଯିବ, ଆଉ ଦିନକ ପାଇଁ ସେମାନେ ଏଠି ନା କୋଲାବୋରେଟ କରିବାକୁ, ମାନେ ମିଶିକି କାମ କରିବାକୁ ଚାହିଁବେ, ନା ଏଠିକାର ଉନ୍ନତି ଚାହିଁବେ। ଆଉ ଭାରତରୁ ସବୁ ଭଲ ଟ୍ୟାଲେଣ୍ଟେଡ ଲୋକମାନେ ପ୍ରତିବର୍ଷ 5 ଲକ୍ଷ, 6 ଲକ୍ଷ, 10 ଲକ୍ଷ କରି ଲୋକମାନେ ଭାରତରୁ ବାହାରକୁ ଚାଲି ଯାଉଛନ୍ତି, ଭଲ ଯୋଉମାନେ। ଆଉ ଯୋଉମାନେ ରହିଲେ ସେମାନେ କଣ ନା ଦଙ୍ଗାକାରୀ, ଆନ୍ଦୋଳନକାରୀ, ଜାତି ଧର୍ମ ନାଁରେ ବିଭ୍ରାଂସିତା ଗୋଟେ ସୃଷ୍ଟି କରିବା। ହଁ, ଆଉ ରାଜନୀତିକୁ ଗୋଟେ ବହୁତ ଭଲ ବ୍ୟବସାୟ ହେଇଯାଇଛି। ତାକୁ ବ୍ୟବସାୟ ରୂପେ ଗ୍ରହଣ କରୁଥିବା ଲୋକମାନଙ୍କର ସଂଖ୍ୟା ଭାରତରେ ଅଧିକା। ତେଣୁ ଭାରତରେ ଯେପର୍ଯ୍ୟନ୍ତ ଉପଯୁକ୍ତ ଜ୍ଞାନ, କୌଶଳ, ବୃଦ୍ଧି
ଏଇ ସବୁ ଗୁଡାକ ନ ହେଇଛି ସେ ପର୍ଯ୍ୟନ୍ତ ଭାରତ ସବୁବେଳେ ହିଁ ଅମୁଖୀ ହେଇ ଚାଲିବ। ଏଟା ଆଜି ନୁହଁ, 2000 ବର୍ଷ ତଳେ ବି ଭାରତ ସେଇଆ ହିଁ ଥିଲା। କିନ୍ତୁ 5000 ବର୍ଷ ତଳେ ଭାରତରେ ନିଜସ୍ୱ ଜ୍ଞାନ କୌଶଳ ଥିଲା ଯେତେବେଳେ ମହାଭାରତର ସମୟ ଥିଲା। କିନ୍ତୁ ଆଜିଠୁ 2000 ବର୍ଷ ତଳୁ ହିଁ ଆମେ ଦେଖୁଛୁ ଭାରତର ଅବନତିଟା ବେଶୀ ବଢି ଚାଲିଛି। ଠାକୁର ଯୋଉ କହିଲେ ନା ଭାରତର ଅବନତି ବା ଡିଜେନେରେସନ ସେଇ ସମୟରୁ ଆରମ୍ଭ ହେଇଛି। ଯଦି ଆପଣ ଦେଖିବେ ଏଇଟା କୋଉ ସମୟରୁ ଆରମ୍ଭ ହେଇଛି, ତାହେଲେ ନିର୍ଦ୍ଦିଷ୍ଟ ରୂପରେ ଏହାର ସମୟ କାଳଟା ହଉଛି 2500 ବର୍ଷ ପୂର୍ବେ ଭାରତର ଅବନତି ବହୁତ ଭାବରେ ଚାଲିଲା। ଆଉ ଯାହା ଯାହା ଥିଲା 1500 ମସିହା ପରେ ତ ତାର ଗଲା, ଆହୁରି ଯାହା ଟିକେ ଥିଲା 2000 ମସିହା ପରେ ପୁରା ପଳେଇଲା, ଆଉ କିଛି ନାହିଁ, ପୁରା କମ୍ପ୍ଲିଟଲି ସ୍ମାସ ହେଇଯାଇଛି। ତେଣୁ ଯେତେବେଳେ ଏଇଟା ପୁଣି ଆଉ ଥରେ ରିନ୍ୟୁ କରିବାକୁ ଆମେ ଚେଷ୍ଟା କରିବା, ସେତେବେଳେ ଆମକୁ ସବୁ ଗୁଡାକ ମୂଳରୁ ହିଁ ମାନେ ତୋଳି ଧରିବାକୁ ହବ। କାରଣ ଆଉ ଲୋକମାନଙ୍କ ମୁଣ୍ଡରେ କିଛି ନାହିଁ, କିଛି ଗ୍ରହଣ କରିବାର କଥାଟା ଭାରତର ଲୋକଙ୍କର ମୁଣ୍ଡରେ ନାହିଁ। ତେଣୁ ଯେତେବେଳେ ଏଇଠି ସୁପ୍ରିମ କୋର୍ଟ କରପ୍ଟେଡ, ଯେତେବେଳେ ଏଇଠି ସମସ୍ତେ ହିଁ କରପ୍ଟେଡ, କାହାକୁ ଆପଣ ଭଲ କଥା କହିବେ? କିଏ ଶୁଣିବ ଆପଣଙ୍କର କଥା? କିଏ ଗ୍ରହଣ କରିବ ଆପଣଙ୍କର ସଜେସନ କଥା? କାରଣ ଆମର ସୋ କଲ୍ଡ ପାଠ ପଢୁଆ ଲୋକମାନେ ତ ପାଶ୍ଚାତ୍ୟ ଦ୍ଵାରା ବେଶୀ ପ୍ରଭାବିତ ନା। ତାଙ୍କ ଦେଶରେ ଯାହା ଚାଲିଛି ଆମ ଦେଶରେ ବି ସେଇଆ ଚାଲିବ। ତେଣୁ ସୁପ୍ରିମକୋର୍ଟର ପ୍ରତିଦିନ ଅଜବ ଅଜବ ନିୟମ ଗୁଡାକ ବି ମୁଣ୍ଡଟାକୁ ଖରାପ କରି ପକଉଛି। ତେଣୁ ଭାରତର ଅବନତିର କଥା ଯଦି ପଚାରନ୍ତି, ଏହା ପର୍ଟିକୁଲାରଲି 2500 ବର୍ଷ ପୂର୍ବେ ଆରମ୍ଭ ହେଇଛି। ଆଉ ଯାହା ଟିକେ ଥିଲା ବେଶୀ ବେଶୀ 2000 ମସିହା ପରେ ବହୁତ ଜୋର ଆରମ୍ଭ ହେଇଛି, କରୋନା ପରେ ତ ଆହୁରି ବହୁତ ଜୋର। ତେଣୁ ୟାକୁ ସଜାଡିବା ପାଇଁ ଯଦି ଆପଣ କହିବେ ପୁଣି ତାହେଲେ କେବେ ସଜାଡି ହବ, ଏଇ ଟାଇମ ଟା ନିଶ୍ଚିନ୍ତ ରୂପରେ 2223 ମସିହା ଆଡକୁ ଡାକୁଛି। କାରଣ ବର୍ତ୍ତମାନ ମଣିଷ ଅତ୍ୟାଧୁନିକ ମୁଖୀ ହେଇଛି ନା, ତେଣୁ ସେ ଅତ୍ୟାଧୁନିକର ସ୍ୱାଦଟା ବି ଟିକେ ଚାଖିବ। ଚାଖିକି ଯେତେବେଳେ ସେ ବେହୋସ ହବ, ଯେତେବେଳେ ସେ ଦେଖିବ ଯେ ଏଗୁଡାକ ମଙ୍ଗଳ କରୁନି, ଆମକୁ ବିନାଶ କରିଦେଲା, ଆମେ ମରିଗଲୁ ଯୁଦ୍ଧରେ, ଆମେ ପରମାଣୁ ବୋମା ବ୍ଲାଷ୍ଟରେ ମରିଗଲୁ, ଆମର ବଂଶ ସମ୍ପୂର୍ଣ୍ଣ ବିନାଶ ହେଇଗଲା, ଯୋଉଦିନ ଏଇ ଅବସ୍ଥାଟାକୁ ମଣିଷ ଦେଖିବ, ଆଉ ଏଇଟା କୋଉ ମଣିଷ ଦେଖିବ? କୋଉ ମଣିଷରେ ଦେଖିବା ଦରକାର? ଯୋଉ ମଣିଷ ନିୟମ ପ୍ରଣୟନ କରୁଛି, ଯୋଉ ମଣିଷ ସୋ କଲ୍ଡ ନାଗରା ବାଡଉଛନ୍ତି ବହୁତ ଉନ୍ନତ ହବାର, ସେଇଭଳି ପ୍ରଫେସର ମାନଙ୍କର, ସେଇଭଳି ଜଜ ମାନଙ୍କର, ସେଇଭଳି ମନ୍ତ୍ରୀ ମାନଙ୍କର। କାରଣ ସାଧାରଣ ଲୋକଙ୍କର ଏଥିରେ କିଛି ନବା ଦେବା ନାହିଁ, ସେମାନେ ବିଶେଷ କିଛି କରିପାରିବେନି, ତାଙ୍କ ଦ୍ଵାରା କିଛି ହଉନି। କିନ୍ତୁ ସମାଜର ତଥାକଥିତ ଭାବରେ ବହୁ ପ୍ରତିଷ୍ଠିତ ମାନେ ମାନେ ଯୋଉ ବ୍ୟକ୍ତି ବିଶେଷ ଦେଖେଇ ହଉଥିବା ପରିବାର ଗୁଡାକ ଯେମିତି ଭୀତତ୍ରସ୍ତ ହେଇକି ନଷ୍ଟ ହବ, ବିଚ୍ଛିନ୍ନ ହବ, ସମୂଳେ ବିନାଶ ହବ, ସେଇଦିନ ଦେଖିବେ ମଣିଷ ପୁଣି ଆଉ ଥରେ ଭଲର ଦିଗରେ ଗତି କରିବ। ଯେମିତି କୌରବ ମାନଙ୍କ ହେଲା, ସମ୍ପୂର୍ଣ୍ଣ ବଂଶ ବିନାଶ ପ୍ରାପ୍ତ ହେଇଗଲା, କେହି ତାଙ୍କର ବନି। ଠିକ ଭଳି ଅବସ୍ଥା ଯୋଉଦିନ ସମାଜରେ ଏଇ ତଥାକଥିତ ମାନଙ୍କର ହବ, ସେଇଦିନ ଦେଖିବେ ସମାଜ ପୁଣି ରିଭର୍ସ ର ଦିଗରେ ଧାଇଁବ, ବିପରୀତ ମୁଖୀ ଦିଗରେ ଧାଇଁବ। ତେଣୁ ସେଇ ସମୟ ନ ହଉ ଆସିଲା ଠିକ ଅଛି। ପର୍ଯ୍ୟନ୍ତ ଆମେ ବିଶେଷ ପରିବର୍ତ୍ତନ ଆଶା ରଖି ପାରୁନା। ହଉ ବର୍ତ୍ତମାନ ଆପଣ ରମାକାନ୍ତ ବଢିଆ କଥା କହିଛନ୍ତି। ନାଇଁ ଆମେ ଦେଖିବା କୋଉ ଆଙ୍ଗଲରୁ ବର୍ତ୍ତମାନ ଆମର ସେ ମ୍ୟାନକାଇଣ୍ଡ ହୁଅନ୍ତୁ, ସେ ସତ୍ୟାନୁଷ୍ଠାନ ଆଡକୁ ଯିବାନି। ଆମେ ଦେଖିବା ଆମର ଯୋଉ ଭାରତ ବର୍ଷ ବା ହଁ ଆମ ମେନ୍ ଆମେ ବର୍ତ୍ତମାନ ଏଇ ଭାରତ ବର୍ଷର ଅବସ୍ଥାଟା ଯୋଉ ପ୍ରକାର ଭାବରେ ଗତି କରୁଛି, ସେଇଟାର ଅବକ୍ଷୟଟା କୋଉଠୁ ହେଲା? ଯୋଉ କହିଲି ଆମର ଯୋଉ ପରା ବୈଶ୍ୟ ମାନଙ୍କ ଦାଦା, ଅଢେଇ ହଜାର ବର୍ଷ ପୂର୍ବେ, 2500 ବର୍ଷ ପୂର୍ବରୁ ଏହାର ବହୁତ ଜୋରେ ଅବନତି ଆରମ୍ଭ ହେଇଛି। ଆଉ ପ୍ରମୁଖ କାରଣ ଯେ ଆମେ ମାନେ ପୁରୁଷୋତ୍ତମଙ୍କର କୃତି ଆଚରଣକୁ ନ ମାନି ନିଜର ମନ ଇଚ୍ଛା ଅନୁସାରେ ଅନେକ କାଳ୍ପନିକ ଦେବାଦେବୀ ମାନଙ୍କର ସୃଷ୍ଟି କରି ମୂର୍ତ୍ତି ପୂଜାର ଯୋଉ କଣ କହିଲେ, ମାନେ ମୂର୍ତ୍ତି ପୂଜାଟାକୁ ଜବରଦସ୍ତ ସବୁ ଜାଗାରେ ଗୋଟେ ମାନେ ପ୍ରଣୟନ କରାଯାଇଛି। ଲୋକ ମୂର୍ତ୍ତିର ପ୍ରକୃତ କାରଣ ବୁଝିବାକୁ ଚେଷ୍ଟା କରିନାହାନ୍ତି, ବୁଝି ପାରିନାହାନ୍ତି। ଏଇଟା ପ୍ରଥମ ନାଇଁ କାରଣ। ଶୁଣନ୍ତୁ ରମାକାନ୍ତ ଆଉ ଭାଇ, ଶୁଣନ୍ତୁ ଦ୍ଵିତୀୟତଃ ଶୁଣନ୍ତୁ ଏଇ ଯୋଉ ସମ୍ପ୍ରଦାୟଗତ ଦଙ୍ଗା କରି, ସମ୍ପ୍ରଦାୟଗତ ଦଙ୍ଗା କରି କେବଳ ହିଁ କେବଳ ଲୋକମାନଙ୍କ ଭିତରେ ଗୋଟେ ଜୋର ଜବରଦସ୍ତ ଅନ୍ଧବିଶ୍ୱାସର ଭକ୍ତି ସୃଷ୍ଟି କରିବା, ଏଇଟା ମଣିଷର ପ୍ରମୁଖ କାରଣ ହେଇଛି। ସେଇ ସମୟରୁ ଶୁଣନ୍ତୁ ହିଁ ଶୁଣନ୍ତୁ ଭାରତର ହଉ ଠିକ ଅବନତି ଅଛି ଆରମ୍ଭ ଠିକ ହେଇଛି। ଅଛି ଠିକ ଅଛି ଆପଣ ଯୋଉଟା କହିଲେ ଠିକ। ଯେ ବାସ୍ତବ କଥା ହଉଛି ଆମର ଭାରତ ବର୍ଷରେ ହିଁ ଅଧିକ ପୁରୁଷୋତ୍ତମ ଆସିଛନ୍ତି ବା ସନ୍ଥ ମହାପୁରୁଷ ମାନେ ସବୁ ଆସିଛନ୍ତି। ବାହାରେ ତ ଆଉ ଏତେ କିଛି ନାହିଁ। ତେଣୁ ଭାରତ ବର୍ଷରେ ବହୁ ଭାବରେ ସନ୍ଥ ସାଧୁ ମହାପୁରୁଷ ମହାତ୍ମା ଗୁରୁ ଇତ୍ୟାଦି ସବୁ ଜନ୍ମ ହୋଇଛନ୍ତି ହେଲା। କିନ୍ତୁ ମୁଁ ଯାହା ଅନୁଭବ କରେ, ପ୍ରକୃତ ଧର୍ମର ମର୍ମଟା ଉପସ୍ଥାପନା କରାଯାଇ ପାରି ନାହିଁ ଏପର୍ଯ୍ୟନ୍ତ।
ଆଉ ଲୋକମାନଙ୍କର ହୁଏତ ସେଭଳି ବୋଧ ନଥିଲା, ବୁଝିବା ପାଇଁ ସାମର୍ଥ୍ୟ ନଥିଲା, ତା ବି ହେଇପାରେ। ତେଣୁ ଯୋଉ ମୂର୍ତ୍ତି ପୂଜା ଯେ ଆବଶ୍ୟକ ନାହିଁ କହିଲେ ଭୁଲ ହବ। ମୂର୍ତ୍ତି ପୂଜାର ପ୍ରয়োଜନ ତ ଥିଲା। ଶଙ୍କରାଚାର୍ଯ୍ୟ ଯୋଉ ଦେବ ମନ୍ଦିର ହେରିକା କରିଛନ୍ତି, ଚାରିଧାମ କହିଛନ୍ତି, ତା ଦ୍ଵାରା ମଣିଷ ଟିକେ ଈଶ୍ୱର ବୋଲି କିଛି ଭାବ ଆସିଲା। ମଣିଷ ନିଜ ଠାରୁ ଆଉ ଜଣେ କିଏ ଅଛି, ନିୟନ୍ତା ଅଛି, ଭଗବାନ ବି ଶବ୍ଦ, ଇଏ ଶବ୍ଦ ଆସିଲା। ଏବେ ଆପଣ ଦେଖୁନାହାନ୍ତି ଗୀତା କେତେ ଜଣଙ୍କ ଘରେ ଅଛି, ଭାଗବତ କେତେ ଜଣଙ୍କ ଘରେ ଅଛି। ଆଜି ଯୋଉ ଆମର ଜିତେନ୍ଦ୍ର ଭାଇ ବି ବଢିଆ ବଢିଆ କଥା କହିଲେ, କେତେଟା ପଏଣ୍ଟ। ଏବେ ବି ରାମଚନ୍ଦ୍ରଙ୍କ କଥା କିଏ ପଢୁଛି? ରାମଚନ୍ଦ୍ର କେତେ ପିଲା ଥିଲେ, କଣ କଣ ଥିଲେ, ତା ବଂଶ ବୁନିୟାଦି କଥା କିଏ ଜାଣିଛନ୍ତି? ଏଇ ଯୋଉ ରାମାୟଣ କରାଯାଉଛି ଆମର ରାମ ଲୀଳା, ତାରି ଭିତରେ କିଛି କିଛି ପ୍ରଭାବ ବି ପଡିଛି। ଆଉ ନହେଲେ ଆଉ ମହାଭାରତ କଥା ରହିଗଲା, ପୁରା ପୂର୍ଣ୍ଣ ଭାବରେ ସେ ପ୍ରଚ୍ଛଦ ପଟରେ ରହିଗଲା। ମହାଭାରତର ରହସ୍ୟ ବର୍ତ୍ତମାନ ମଧ୍ୟ ଭାରତ ବର୍ଷରେ, ଆମରି ଭାରତ ଇଣ୍ଡିଆ କଥା ମୁଁ କହୁଛି, ସେଠି ଏଗୁଡିକ ପ୍ରଚାର ପ୍ରସାର ଠିକ ଭାବରେ ହେଇପାରି ନାହିଁ। ତାହା ମଧ୍ୟ ତାକୁ ଆପଣ ମାନେ ନିଜେ କହୁଥିଲେ ଯେ ଆମର ଏଗୁଡା ପୁନର୍ବାର ଲେଖା ହବା ଦରକାର, ରାମାୟଣ ଇତ୍ୟାଦି। ମୁଁ ତ ବଢିଆ ଲାଗିଲା। ବାସ୍ତବରେ ତା ତତ୍ଵ ଗୁଡାକ ଉପସ୍ଥାପନ ହବା ଦରକାର। ସେଇ ତତ୍ଵଜ୍ଞ ପୁରୁଷ ବାସ୍ତବରେ ମହାଭାରତ ପ୍ରଚ୍ଛଦ ପଟରେ କଣ ଅଛି, ରାମାୟଣ ପଛପଦରେ କଣ ଅଛି, କଣ କଣ ଘଟିଛି, ତାକୁ ଯଦି ଆମେ ୱାଶ ନ କରିବା, ଲୋକମାନଙ୍କର ଯୋଉ ଭ୍ରାନ୍ତ ଧାରଣା ରାବଣର 10ଟା ମୁଣ୍ଡ, ମୁଣ୍ଡ, ସେମିତି ଗୋଟେ 10ଟା ମୁଣ୍ଡ କରିକି ଚିତ୍ର କରିକି ଏଡେ ବଡ ଇଏ କରିକି ବୁଲୁଛନ୍ତି। ତେଣୁ ଏ ସବୁର ରହସ୍ୟ ଭେଦ କରିବାକୁ ହେଲେ ସେମିତି ପ୍ରଚେଷ୍ଟା ଦରକାର। ସେଇ ଯୋଉ ଧର୍ମର ତତ୍ଵଟାକୁ ଘେସୁକୁ କଣ କରିଥିଲେ ନା ନିହିତ ଗୁହାୟାମ ସରି ଗଲା। ଧର୍ମକୁ ଆଉ ଇଏ କଣ ବୁଝେଇଲେ କଣ ନାହିଁ। ମୁଁ ତାକୁ ମୋ ସାରଙ୍କ ସାଙ୍ଗେ ଯୁକ୍ତି କରୁଥିଲି, ମୁଁ ଗୁହାର ତ ଅଛି, ତାହେଲେ ଗୁମ୍ଫାକୁ ଯିବା ନା କଣ? ଆପଣ କଣ କହୁଛନ୍ତି? ହଁ ବିଜୟ ଜେନା ବୁଝିପାରିଲେ କି? ହଁ ଦାଦା, ମୋର ଆଉ ଗୋଟିଏ ପ୍ରଶ୍ନ ଅଛି। ଦାଦା ଏ ଟପିକରେ ହଁ କହୁଥିଲେ ନଫଡ ହଁ, ଘୋଷ କଥା କହୁଥିଲେ। ସେ କହୁଥିଲେ କଣଟା? ଯେ ନଫର ଘୋଷ, ହଁ। ନଫଡ ଘୋଷ କଥା କହୁଥିଲେ। ସେ କହିଲେ ସେଇଦିନ ତରତର ହଉଛି, ଘରେ ଆଡକୁ ସାଡକୁ ଅନଉଛି। ଠାକୁର ଆସି ପହଞ୍ଚିଲେ, ଠାକୁର କହିଲେ ମତେ ପାଣି ଗ୍ଲାସ ଦେଲୁ। ସେ ପାଣି ଗ୍ଲାସ ଦେଲା। ଠାକୁର କହିଲେ ପାଣି ଗ୍ଲାସଟା ଧୋଇନୁ କି, ଆଉ ଥରେ ଭଲ ପାଣି ଆଣ। ସେ ଯାଇକିରି ପାଣି ଆଣିକି ଦେଲା। ତାପରେ ଠାକୁର କହୁଛନ୍ତି ଯେ ନା ଆହୁରି ଭଲ ପାଣି ଆଣି, ଏ ପାଣିଟା ଭଲ ନୁହଁ। ସେ କଣ କଲା, ସିଏ ଜଣେ ମାଙ୍କୁ ସେ ଦାୟିତ୍ୱ ଦେଇ ପଳେଇଲା, କହିଲା ଠାକୁରଙ୍କୁ ପାଣି ଗ୍ଲାସ ଦେଇଦଉ। ନଫଳ ଘୋଷ ସତ୍ସଙ୍ଗ ଗୋଟେ ଥିଲା, ସେ ସତ୍ସଙ୍ଗ ଯାଉଥିଲା, ତାଙ୍କର ସେଠି ଗୋଟେ ଆକ୍ସିଡେଣ୍ଟ ହେଲା, ମରିଗଲା। ମୋ କଥା, ଦୈନନ୍ଦିନ ଜଣେ ଇଷ୍ଟବୃତ୍ତି କରୁଛି, ସୁସ୍ଥେନି କରୁଛି, ଠାକୁରଙ୍କ ପାଖରେ ରହିଛି, ସେବା କରୁଛି, ସବୁ କରୁଛି, କଣ ଟିକେ ଭୁଲ ହେଲା ବୋଲି ତାର ଆକ୍ସିଡେଣ୍ଟ ହେଇ ସେ ମରିଗଲା? ଆମେ କଣ ଲୋକଙ୍କୁ ଏଇଭଳି ବୁଝେଇବା? ଏଇଟା ତ ହ୍ୱାଟ୍ସଆପ ରେ ଏଇ ଘଟଣାଟା ଆସିଥିଲା, ମୁଁ ଏବେ ହିଁ ପଢିଥିଲି ସେଟା। ନାଇଁ କଥା ତା ନାଇଁ, କଥା ହଉଛି ତାଙ୍କର ମୃତ୍ୟୁ ଯୋଗ ଥିଲା, ଠାକୁର ସେଟା ଏଡିବାକୁ ଚାହୁଁଥିଲେ, ତେଣୁ ଡେରି ଡେରି କରଉଥିଲେ। ଯଦି ଠାକୁରଙ୍କ କଥା ମାନି ଠାକୁରଙ୍କ ପାଖରେ ସେ ଥାଆନ୍ତେ, 2-4 ଥର ବରଂ ପାଣି ଆଣିଥାନ୍ତେ, ତାହେଲେ ତାଙ୍କର ସେଇ ସମୟଟା କଟି ଯାଇଥାନ୍ତା, ଆଉ ଦୁର୍ଘଟଣା ହେଇନଥାନ୍ତା, କି ମୃତ୍ୟୁଟାକୁ ଏଡା ଯାଇ ପାରିଥାନ୍ତା। ଏଇ କଥାଟା ଏମିତି ବୁଝାଯିବ ହେଲା। ତାଙ୍କର ମୃତ୍ୟୁର ଯୋଗଟା ସେଇଠି ଥିଲା, ତ ୟା ଭିତରେ ଦେଇ ସେ ମୃତ୍ୟୁ ଯୋଗଟା କାଟିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ତ ବେଶୀ ଦେଖନ୍ତୁ, ସତ୍ସଙ୍ଗ ଆମେ ଯିବା ଠିକ ଅଛି, କିନ୍ତୁ ଆପଣ ନିଜେ ଚିନ୍ତା କରନ୍ତୁ, ଯୋଉଠି ପୁରୁଷୋତ୍ତମ ସ୍ଵୟଂ ବିଦ୍ୟମାନ, ଯୋଉଠି ମାନେ ସ୍ଥୂଳ ଶରୀରରେ ପୁରୁଷୋତ୍ତମ ସ୍ଵୟଂ ବିଦ୍ୟମାନ, ଆଉ ସେ ନିଜେ ଗୋଟେ କାମ କରିବାକୁ କହୁଛନ୍ତି, ଆମେ ତା ନକରି ତାଙ୍କର କଥା ଶୁଣିବାକୁ ପଳଉଛେ, ତାହେଲେ ଏଇଟା କଣ ଡାଇରେକ୍ଟଲି ତାଙ୍କର କଥାକୁ ଅବମାନନା କଲା ଭଳି ନୁହେଁ କି? ଯେତେ ଠାକୁରଙ୍କ ପାଖରେ ବି ଲୋକ ଚାଲି ଯାଇଛନ୍ତି, ସେଇ ତାଙ୍କରି କଥାଟାକୁ ଅବମାନନା କରିକି। ସେମାନେ ଠାକୁରଙ୍କ, ଯେମିତି ଅନନ୍ତ ମହାରାଜ, ଠାକୁର ତାଙ୍କୁ 3-4 ଥର ମନା କଲେ, ତୁମେ ସେଠିକି ଯିବ ନା। ନା ଠାକୁର, ମୁଁ ଆପଣଙ୍କ କଥା କହିବା ପାଇଁ ଯିବି ସେଠି। ସେମାନେ ଲୋକମାନେ ଗୋଟେ ଅର୍ଗାନାଇଜ କରିଛନ୍ତି ଗୋଟେ ବଡ ଧରଣର ସତ୍ସଙ୍ଗ, ମୁଁ ଯିବି। କାହା କଥା ନା, ତାଙ୍କରି କଥା ହିଁ। କିନ୍ତୁ ଠାକୁର ନିଜେ ମନା କରୁଛନ୍ତି। ଆସିଲେ, ବସନ୍ତ ରୋଗରେ ପୀଡିତ ହେଲେ, ସେଇଥିରେ ହେଇକି ଚାଲିଗଲା।
ଏଥିରୁ କଣ ବୁଝିବା? ତାମାନେ ତାଙ୍କର ସେଠି ମୃତ୍ୟୁ ଯୋଗୁଟା ଥିଲା ସେଇ ବାଟେ ତାଙ୍କର ମୃତ୍ୟୁ ହବ ଏକଥା ଠାକୁରଙ୍କୁ ଜଣା। ତେଣୁ ଠାକୁର ନିଜେ ହିଁ ମନା କରୁଛନ୍ତି, ଯେତେବେଳେ ସ୍ଵୟଂ କର୍ତ୍ତା ନିଜେ ମନା କରୁଛନ୍ତି ଯେ ତୁମେ ମୋ କାମ କର ନା, ଆମେ ଜୋର ଜବରଦସ୍ତ କରି ତାଙ୍କ କାମ କରିବା, ତା ମାନେ କଣ? ସ୍ଥୂଳ ଶରୀରରେ ତାଙ୍କର କଥାଟାକୁ ଆମେ ଅମାନ୍ୟ କରିବା, ତା ମାନେ ଏୟା ନୁହଁ କି ତାଙ୍କ ପ୍ରତି ଗୋଟେ ଅପମାନ? ନିଜେ ବିଧିର ସ୍ରଷ୍ଟା ଯିଏ ସିଏ ମନା କରୁଛନ୍ତି, ତାମାନେ ତାଙ୍କରି ସାମ୍ନାରେ ତାଙ୍କର ବିଧିକୁ ଅବମାନନା କରି ଚାଲିଯିବା। ଏବେ ବିଧିର ଯାହା କାମ କରିବାର କଥା ସେ ତ କରିବ। ବିଧି ପୁରୁଷ ନିଜେ ବଞ୍ଚେଇବାକୁ ଚାହିଁଛନ୍ତି, ନିଜେ କାଟିବାକୁ ଚାହିଁଛନ୍ତି, କିନ୍ତୁ ତାଙ୍କର କଥାଟାକୁ ହିଁ ଆମେ ତାଙ୍କରି ସାମ୍ନାରେ ଅମାନ୍ୟ କରି ଚାଲି ଯାଉଛେ, ତା ମାନେ କଣ? ବିଧିକୁ ଆମେ ମାନେ ଗୋଇଠା ମାରି ଦେଇଛେ। ତେଣୁ ତାର ନା ପରିଣାମ ଦାଦା, ସ୍ୱରୂପ ଯାହା ଘଟିବାର କଥା ତାହା ଘଟିଛି, ନା ଏମିତି ଦାଦା, ବୁଝିବା। ଲୋକ ଅମାନ୍ୟ କାହିଁ କରୁଛି? ସେ ପର୍ଯ୍ୟନ୍ତ ଜାଣିପାରିନି ପୁରୁଷୋତ୍ତମକୁ ଇଏ ହଁ, ଭଗବାନ ବୋଲି ନାଇଁ ତାକୁ ନାଇଁ, ବିଶ୍ୱାସ ଶୁଣନ୍ତୁ କରୁଛି। ଶୁଣନ୍ତୁ ବିଜୟ ଭାଇ, ଇଷ୍ଟର চেয়ে থাকলে ଆପଣ ছিন্ন ভিন্ন, এই ডাইরেক্ଟ କୁହାଯାଇଛି। ଠାକୁର ବାଟ ଦେଇଛନ୍ତି, ଇଷ୍ଟର চেয়ে থাকলে ଆପଣ ছিন্ন ଭିନ୍ନ ତାର ଜୀବନ। ଇଷ୍ଟ ଅଛନ୍ତି, ଇଷ୍ଟ କଥା ହଉ ସଂସ୍ଥା ହଉ ଯାହା ହଉ, ଇଷ୍ଟ ଡାଇରେକ୍ଟ ଏଠି କନେକ୍ଟେଡ। ରାଷ୍ଟ୍ରକୁ ଯୋଉ ରାମକୃଷ୍ଣ ପରମହଂସ କଲେ, ଏରେ ଯାହାକୁ ଧ୍ୟାନ କରୁଛୁ ବା ତାକୁ ଝାଡା ମାରିଲାଣି, ପାଇଖାନା ସେ ଯିବ, ତୁ କାହାକୁ ଧ୍ୟାନ କରୁଛୁ? ହଁ, ତେଣୁ ମାଲିକଙ୍କର ଡାଇରେକ୍ଟ ସେବା, ଇଏ ସୁଯୋଗ ସୁବିଧା ମଣିଷକୁ ମିଳେ ନା, ହେଲା। ତେଣୁ ଇଷ୍ଟଙ୍କ ଠାରୁ ଆପଣାର ଆଉ କେହି ନାହିଁ, କିଛି ବି ନାହିଁ। ଆଉ ସେ ତ ନିଜେ ବି କହିଛନ୍ତି ତୁମେ ଇଙ୍ଗିତଜ୍ଞ ହଅ, ତାଙ୍କରି କଥା ଭିତରେ ସବୁ ସେ କହିଦେଇଛନ୍ତି। ଯଦି ଏଇଟାକୁ ତର୍ଜମା କରାଯାଏ ତାଙ୍କରି ଠାକୁରଙ୍କ କଥା ଗୁଡିକ ଭିତରେ, ଠାକୁର କହୁଛନ୍ତି ତୁମେ ଇଙ୍ଗିତଜ୍ଞ ହଅ। ମୁଁ କଣ ଆଉ ଏଠି ଜ୍ୟୋତିଷଗିରି କରିବାକୁ ଆସିଛି? ତେଣୁ ସେ ଇନଡାଇରେକ୍ଟଲି ଚାହୁଁଛନ୍ତି ଯେ ରଖ ଅଟକେଇବା ପାଇଁ, ଏକଥା ନ ବୁଝିପାରିଲେନି। ଗଲା ନମ୍ବର 2। ନମ୍ବର 3, ଠାକୁର କହୁଛନ୍ତି କଣ କହୁଛନ୍ତି ନା ଈଶ୍ୱର କୁକୁର ତୁମି, ତା ବି ଆଉ ଗୋଟେ ବଡ ଷ୍ଟ୍ରଙ୍ଗ ୱାର୍ଡ, ତାକୁ ସେ ବଡଦା ବାରମ୍ବାର କହିଛନ୍ତି, ତୁ ଈଶ୍ୱରଙ୍କର କୁକୁର। କୁକୁରର କାମ କଣ? ଜଗିବା। କୁକୁର କାମ ସେବକ, ଚରମ ସେବକ, ପ୍ରଭୁ ଭକ୍ତ ସେବକ। ଈଶ୍ୱର କୁକୁର ତୁମି, ନିଷ୍ଠା ଶିକଳ ଗଳାଇ ପଡା, ଡାକିଲେ ତୁମି କାছে ଆସ, ମୁଁ ଡାକୁଛି ମୋ ପାଖକୁ ଆସିବୁ। ତାପରେ ଯଦି ନାଇଁ ଯା ଯା ଯା, ତେଣିକି କୁଆଡେ ଯାଇଥାନ୍ତୁ, କିନ୍ତୁ ମତେ ଅପେକ୍ଷା କରି ରହିବୁ, ମୋର ଅନୁମତି ଦରକାର, ବିନା ଅନୁମତିରେ କୁଆଡେ ଯାଇପାରିବୁନି। ଯଦି କୁଆଡେ ଯାଉ ମତେ ଜଣେଇକିରି ଯିବୁ। ଈଶ୍ୱର ତେଣୁ ଏଇ ଯୋଉ ଧାରା ଠାକୁର ସବୁ ନିଜେ କହିଦେଇ ସାରିଛନ୍ତି। ତା ସତ୍ୟ ଯଦି ନ ବୁଝିବ ଆଉ କିଏ କଣ କରିବ? ମୃତ୍ୟୁ ଯୋଗ ଚରମ ଥିଲା, ତାକୁ ବାରମ୍ବାର ଠାକୁର 2-3 ଥର ଗ୍ଲାସ ବଦଳେଇବା କଥା କହିଛନ୍ତି, ପାଣି ବଦଳେଇବା କଥା କହିଛନ୍ତି। ସିଏ ଭାବିଲା ଯେ ସତ୍ସଙ୍ଗଟା ମୁଖ୍ୟ, ଆଉ ଆକର୍ଷଣ ତାର ହେଇଗଲା, ଆଉ କଣ ନାଇଁ, ତା ଭିତରେ ଆଉ କିଛି ଅଛି। ସେ କଥାଟା ହୁଏତ ଲୋକଲୋଚନକୁ ଆସୁନି। ଭଲ ଖାଇବା ପିଇବା ହବ କି କଣ କଣ ହବ, ଆଉ ସେଠିକି ଗଲେ ଗୋଟେ ଆନନ୍ଦ ମିଳିବ, ଆଉ ଏଠି ରହିକିରି କଣ ହବ? ଗୋଟେ କିଛି ସେ ମାନେ ପ୍ରାଧାନ୍ୟ ଦେଇଛି ସତ୍ସଙ୍ଗକୁ, କି ଗୋଟେ କୌଣସି ସେଇଟା ଯାହା କିଛି ଲିପିବଦ୍ଧ ନାହିଁ, ସେଇ ଆକର୍ଷଣରେ ସେ ଚାଲିଗଲା। ତେଣୁ ଠାକୁରଙ୍କୁ ଯିଏ ମୂଲ୍ୟବାନ, ଯିଏ ମଥା ମଣି, ତାଙ୍କୁ ସେ ଅବଜ୍ଞା କରିଗଲା। ଆଉ ତା ପରିଣତ ଯାହା ହବାର ତ ହେଲା, ଆଉ କଣ ହେଲା। ହଉ, ଆଉ କଣ ପ୍ରଶ୍ନ ଅଛି କୁହନ୍ତୁ? ନାଇଁ ସରିଲା? ନା, ଜୟ ଗୁରୁ, ଜୟ ଗୁରୁ, ବହୁତ ସୁନ୍ଦର, ଜୟ ଜୟ ଗୁରୁ। ଗୁରୁ। ହଉ, ଠିକ ଅଛି। ହଉ, ଆଗେଇବା ଟିକେ। ୟାପରେ ଅଛନ୍ତି ଆମର ମୁରଲୀଧର ଦାସ ଭାଇ, ବହୁତ ସମୟ ହେଲା ଅଡିଓ ଖୋଲି ସାରିଲେଣି। ମୁରଲୀ ଭାଇ କୁହନ୍ତୁ। ଜୟ ଗୁରୁ। ଜୟ ଗୁରୁ। ହଁ, କୁହନ୍ତୁ। ତା ଦେହରେ ଠାକୁର ଯେ କହିଛନ୍ତି ଭାରତ ପୃଥିବୀର ଅଗ୍ରଣୀ ହବ। ତାହେଲେ ଏଇ ଯୋଉ ମରା କଟା ଫଣା ଫଣା ହବ ବୋଲି କହୁଛନ୍ତି, ସେ କଣ କେମିତି ହବ? ରମାକାନ୍ତ ଭାଇ କୁହନ୍ତୁ। ଅଗ୍ରଣୀ ହବ ଯେ କେବେ ହବ? ଆସୁଛି ଆସୁଛି, ସମୟ ଆସୁଛି। 32 ପରେ ଆପଣ ଦେଖିବେ ଭାରତର ଶୁଭ ଯୋଗ ଅଛି। ଜ୍ୟୋତିଷ ଆଜ୍ଞା ଶାସ୍ତ୍ର ଅନୁସାରେ 35-40 ଏଇ ବେଳକୁ ଭାରତ କିଛି ସମୟ ପାଇଁ ସାରା ପୃଥିବୀର ଆକାଶରେ ବି ଚମକିବ। ଯୋଉ ଆଜ୍ଞା ସମୟରେ ଆସି ଯାଉଛି ଭାରତର ସେ ନୂତନ ଜ୍ଞାନ କୌଶଳ, ଭାରତର ଯୁବ ଶକ୍ତି ମାନେ ନିଜେ କାମ କରିବେ, ନିଜେ ପ୍ରଡକ୍ସନ କରିବେ, ଚାଇନା ଭଳି ଆମେ ବି ଡେଭଲପ ହବୁ। ଆଜ୍ଞା ଆସୁଛି, ଅଗ୍ରଣୀ ହବ। ଆଉ ଆଜ୍ଞା ଶୁଣନ୍ତୁ, ଅଗ୍ରଣୀ କେହି ଗୋଟେ ନିର୍ଦ୍ଦିଷ୍ଟ ସମୟ ପାଇଁ ନଥାଏ ନା। ମାନେ 50 ବର୍ଷ ପାଇଁ ଆଜି ଆମେରିକା ପୃଥିବୀରେ ଶକ୍ତିଶାଳୀ ଦେଶ ଥିଲା, ଏବେ ଚାଇନା ତାକୁ ଟକ୍କର ଦଉଛି। ଦିନ ଥିଲା ଆଜ୍ଞା 250-300 ବର୍ଷ ପାଇଁ ବ୍ରିଟିଶ ଏମ୍ପାୟାର ସମଗ୍ର ପୃଥିବୀରେ ରାଜତ୍ୱ କରୁଥିଲା। ଆଜି ବ୍ରିଟେନର ସ୍ଥିତି କଣ? ଆଜ୍ଞା ବହୁତ ହି ମାନେ ସଂକୁଚିତ ହେଇଯାଇଛି।
ଦିନ ଥିଲା ସାରା ପୃଥିବୀ ଉପରେ ସେମାନେ ରାଜତ୍ୱ କରୁଥିଲେ ବ୍ରିଟିଶର୍ସ ମାନେ। ତେଣୁ ଗୋଟେ ନିର୍ଦ୍ଦିଷ୍ଟ ସମୟ 50 ବର୍ଷ ହଉ 100 ବର୍ଷ ହଉ ନିର୍ଦ୍ଦିଷ୍ଟ ସମୟ ପାଇଁ ପୃଥିବୀରେ ସମସ୍ତେ ଗୋଟେ ଶକ୍ତିଶାଳୀ ରୂପରେ ପରିଣତ ହୁଅନ୍ତି, ରାଜତ୍ୱ କରନ୍ତି, ଏଇ ପ୍ରକାର ଅବସ୍ଥାଟା ଥିଲା। ଭାରତରେ ବି ସେଇ ଅବସ୍ଥାଟା ଥିଲା। 2000 ବର୍ଷ ପୂର୍ବେ ବି ଭାରତ ସମଗ୍ର ପୃଥିବୀକୁ ଜ୍ଞାନ ଦେଇଛି। ଭାରତର ଜ୍ଞାନ କୌଶଳ, ଏତେ ଶାସ୍ତ୍ର, ଏତେ ପୁରାଣ ସେ ସମୟରେ ଯେମିତି ଜ୍ଞାନ ଥିଲା ସେଇ ସମୟରେ ସେମିତି ଲେଖା ହେଇଛି। ଠିକ ସେମିତି ଆଗକୁ ମଧ୍ୟ ସମୟ ଆସୁଛି ଯୋଉ ସମୟରେ ଭାରତ ଅଗ୍ରଗତି କରିବ, କିନ୍ତୁ ଏଇ ଅଗ୍ରଗତିଟା ଟେକ୍ନୋଲୋଜିକାଲ ହବ। ଠାକୁର ଯୋଉ ଭାରତରେ ଅଗ୍ରଣୀର କଥା କହିଛନ୍ତି ସେଟା ମୋରାଲିଟିକୁ ନେଇକି, ଖାଲି ଟେକ୍ନିକାଲି ସାଉଣ୍ଡ ନୁହଁ। ସେଇ ସମୟଟା କେବେ ଆସିବ ସେଇଟା ଦେଖିବା ବାକି ରହିଲା। କାରଣ ବର୍ତ୍ତମାନ ତ ଲୋକଙ୍କ ମୁଣ୍ଡରେ ଆଧ୍ୟାତ୍ମିକତା ଟା ଚାଲି ଯାଉଛି। ମଣିଷ ଟେକ୍ନୋଲୋଜିକାଲି ସାଉଣ୍ଡ ହେଇଯିବ କିନ୍ତୁ ଆଧ୍ୟାତ୍ମିକ ଭାବରେ ଖସିଯିବ। ଆଉ ଆଧ୍ୟାତ୍ମିକ ସହିତ ଟେକ୍ନିକାଲ ମାନେ ଗୁଣାତ୍ମକ ଗୁଣବତ୍ତାଟାକୁ ବିକାଶ କରିବା ପାଇଁ ଆମକୁ ଆହୁରି କିଛି 100 ବର୍ଷର ସମୟ ତ ଲାଗିବ। କାରଣ ଏତେ ଜଲ୍ଦି ଯୋଉ ପଲ୍ୟୁଟେଡ ହେଇଯାଇଛି, ଅସତ ହେଇଯାଇଛି ମାନେ ଦୁନିଆ ଟା, ତାକୁ ସଜାଡି ହବା ପାଇଁ କିଛି ସମୟ ଲାଗିବ। କିନ୍ତୁ ଟେକ୍ନୋଲୋଜିକାଲି ଭାରତ ସାଉଣ୍ଡ ହବ 2035 ରୁ 40 ମସିହାରେ ଆପଣ ଦେଖିବେ। ସେଇ ସମୟ ବେଳକୁ ଭାରତ ନିଜସ୍ୱ ତାର ଇକୋନୋମି ମାନେ ଅର୍ଥନୀତି ବହୁତ ଡେଭଲପ ହେଇଥିବ। ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଇ ଯୋଉ ଦୁର୍ନୀତି ଆଜି ଆମେ ଦେଖିବାକୁ ମିଳୁଛି ଏଇଟା ବହୁ ପରିମାଣରେ କମି ଯାଇଥିବ ଆଉ ବହୁତ ପରିମାଣରେ ଉନ୍ନତ ହେଇଥିବ। ଦେଖନ୍ତୁ ମୁରଲୀ ଭାଇ, ବର୍ତ୍ତମାନେ ଠାକୁର ଯୋଉ 10,000 ବର୍ଷର ପରିକଳ୍ପନା କଲେ, 10,000 ବର୍ଷ ଚାରିତ୍ରିକ ଗୁଣ ଆଉ ମାନ ତାହା ଧୀରେ ଧୀରେ ପରିବର୍ଦ୍ଧମାନ ଅବସ୍ଥାକୁ ଆସୁଛି। ଯୋଉ ଜ୍ଞାନୀ ଗୁଣୀ ସତ୍ସଙ୍ଗୀ ମାନେ ଧର୍ମର ମର୍ମ ବର୍ତ୍ତମାନ ଉପସ୍ଥାପନା କରିବାରେ ଲାଗିଛନ୍ତି। ପ୍ରକୃତ ଧର୍ମ କହିଲେ କଣ? ଏଥିରେ ସମ୍ପ୍ରଦାୟ ବିଭେଦ ଏସବୁ ନାହିଁ। ମୁଁ ହିନ୍ଦୁ ମୁସଲମାନ ଗୋଟେ କୋଉଠି ବାହାରିଥିଲା, ଜଣେ ମୁସଲମାନ ଭାଇ ଠିଆ ହେଇକିରି କହିଛି, ସବୁ ବହୁତ କଥା କିଛି କହିଛି। ଗୋଟେ ସତ୍ସଙ୍ଗ କୋଉଠି ହଉଥିଲା, ଏଇ ୟୁଟ୍ୟୁବରେ ଆସିଛି, ମୁଁ ଦେଖୁଥିଲି। ସେ କୃତ୍ୟ ହେଇଛି। ଏବଂ ସତ୍ସଙ୍ଗ ମାନଙ୍କୁ, ଠାକୁରଙ୍କୁ ଆଉ ଦାଦାଙ୍କୁ ସମସ୍ତଙ୍କୁ ବିହିତ ମର୍ଯ୍ୟାଦା ବି ଦେଇକି କଥା କହିଛି। ମୋର କହିବାର କଥା, ହିନ୍ଦୁ ମୁସଲମାନ ଯୋଉ ବିଭେଦ ଏଇଟା ଲୋପ ପାଇବ ହେଲା। ସତ୍ସଙ୍ଗ ଯଦି ଆମେ ମାନେ ଠିକ ଭାବରେ ଉପସ୍ଥାପନା କରିବା, ଆମର ଚାରିତ୍ରିକ ଯଦି ଉନ୍ନତ ହବ, ଅବସ୍ଥା ପରିବର୍ତ୍ତନ ହବ। ହଁ ମୁରଲୀ ଗାଁରେ ବୁଝିପାରିଲେ ତ? ହଁ ଠିକ ଅଛି। ନେକ୍ସଟ ଶୁଭ୍ରାଂଶୁ ପଟ୍ଟନାୟକ। ଶୁଭ୍ରାଂଶୁ ପଟ୍ଟନାୟକ। ଜୟଗୁରୁ। ଜୟଗୁରୁ କୁହନ୍ତୁ। ହଁ ଦାଦା, ଆମର ତ ବିଜୟଦା ବହୁତ ଥର ଆଲୋଚନା ରଖିଛନ୍ତି ଯେ ସତ୍ୟ ଯୁଗରେ 4 ପାଦ ଥିଲା, ତୃତୀୟ ଯୁଗରେ 3 ପାଦ, ଦ୍ୱାପର ଯୁଗରେ 2 ପାଦ, କଳି ଯୁଗରେ 1 ପାଦ, ଏମିତି ଧର୍ମ ରହିଛି। କିନ୍ତୁ ଦାଦା ବର୍ତ୍ତମାନ ତ ଯେଉଁ ଦେଖାଯାଉଛି ଧର୍ମକୁ ନେଇକି ଯେମିତି ଚାଲିଛି, ଆଧ୍ୟାତ୍ମିକତା ଭାରତ ବର୍ଷରେ ଧୀରେ ଧୀରେ କମି କମି ଯାଉଛି। ସାରା ବିଶ୍ୱରେ ଯୋଉ ଦେଶ ଅଛି ସେ ତ ଧର୍ମକୁ ଆଖିଠାର ମାରିକି ଯେମିତି ଭାବରେ ହତ୍ୟା ଲୁଣ୍ଠନ ସବୁ ଚାଲିଛି। ଆମ ଦେଶରେ ଏଇଟା କେମିତି ଡେଭଲପ ହବ, ସେଥିପାଇଁ ଆମେ ବହୁତ ପ୍ରକାର କୌଶଳ ଚାଲିଛି। କିନ୍ତୁ କାହିଁ କିଛି ସେମିତି ଉନ୍ନତି ଦେଖାଯାଉନି ଆଖି ଦୃଶ୍ୟ ହବ କାହିଁକି? ଶୁଣନ୍ତୁ, ଉନ୍ନତିଟା ଦେଖା ଯିବା ପାଇଁ ଗୋଟେ ସମୟ ଲାଗେ। ଆଜ୍ଞା ଉନ୍ନତିଟା କଣ କି, ଏଇଟା ରାତାରାତିର କଥା ନୁହେଁ। ଆଜ୍ଞା ଆପଣ ଯଦି ଏଇ ଯୋଉ ଉନ୍ନତି, ଏଇ ଯୋଉ ବୈଷୟିକ ଉନ୍ନତି ଆଜି ପୃଥିବୀରେ ଦେଖିଲେ, 1950 ପୂର୍ବରୁ କୋଉ ଦେଶରେ ବି ସେଟା ନଥିଲା। ଆଜି ଆଜ୍ଞା କେମିତି ଡେଭଲପ ହେଲା। ଆଜି ଆମେରିକା କେବେ ସ୍ଵାଧୀନତା ପାଇଲା? 1753 ପରେ, ସରି 1777 ସେ ହେଲା। ତେଣୁ ତାର 250 ବର୍ଷ ଏବେ ପୂରଣ ହେଲା। ତେଣୁ ବୈପ୍ଳବିକ ଆନ୍ଦୋଳନ ସର୍ବପ୍ରଥମେ ଇଟାଲୀରେ ଜାଗ୍ରତ ହେଇଥିଲା। କେତେ ମସିହାରେ? 1400 ତେଣୁ ସେ ଆଜ୍ଞା ଲୋକମାନେ ସେତେ ଡେଭଲପ ହେଇଛନ୍ତି, ତାଙ୍କର ସେତେ ବଡ ୟୁନିଭରସିଟି ସବୁ ନୂଆ ନୂଆ ସବୁ ଡେଭଲପ ହେଇଛି। ଆମ ଆଜ୍ଞା ମାନଙ୍କର ଦେଶରେ କଣ ନା, ବ୍ରିଟିଶର୍ସ ମାନେ ଶାସନ କଲେ। 1600 ବେଳକୁ ମୁସଲମାନ ମାନେ ଏଠି ଶାସନ କରୁଥିଲେ। ଆଉ ଯେତେ ମୁସଲିମ କଣ୍ଟ୍ରି ବି ଆପଣ ଦେଖନ୍ତୁ, ସେମାନେ ବି ଇଲ୍ ଡେଭଲପଡ, ଏକ୍ସେପ୍ଟ ମାଲେସିଆ, ସାଉଦି ଆରବ, ଏମିତି କିଛିଟାକୁ ଛାଡିଦେଲା ପରେ ପ୍ରାୟତଃ ମୁସଲିମ କଣ୍ଟ୍ରି ଗୁଡାକର
ଅବସ୍ଥା ବି ବହୁତ ଖରାପ। କାହିଁକି ନା ଆମେ ମାନେ ଟ୍ରାଡିସନାଲ ଖାଲି ଧର୍ମକୁ ନେଇକି ଏଇଆ କୁହାଯାଇଛି ସେଇଆ କୁହାଯାଇଛି, କିନ୍ତୁ ନୂତନ ଟେକ୍ନୋଲୋଜିକୁ ଆପଣେଇବା, ନୂଆ ଭାବରେ ପିଲାଙ୍କୁ ଶିକ୍ଷା ଦବା ଆଜି ମଧ୍ୟ ମୁସଲିମ କଣ୍ଟ୍ରି ଗୁଡାକରେ ଦେଖାଯାଏ ନା। ସେମାନେ କହନ୍ତି ଆମ ପିଲାମାନେ ମଦ୍ରାସା ପଢିବେ, ଆମ ପିଲାମାନେ କୋରାନ ପଢ, ଗୀତା ପଢ, ବାଇବେଲ ପଢ, ସବୁ ପଢ ଯେ, କିନ୍ତୁ ଏଇ ଯୋଉ ଜ୍ଞାନ ଗୁଡାକ ଏଗୁଡାକ ହଉଛି ଆମ ମାନଙ୍କର ମୋରାଲ ଜ୍ଞାନ। ବର୍ତ୍ତମାନ ଯୁଗରେ ଆଗେଇ ଯିବା ପାଇଁ ଆମକୁ ବୈଷୟିକ ଜ୍ଞାନ ଦରକାର, ଧନ୍ଦାମୂଳକ ଶିକ୍ଷା ଦରକାର, ଟେକ୍ନୋଲୋଜିକାଲ ଶିକ୍ଷା ଦରକାର, ମେକାନିକାଲ ଶିକ୍ଷା ଦରକାର। ଏଇଗୁଡା ହେଲା ମୋରାଲ, ଯୋଉଟା କି ଆମେ ଘରେ ପଢିବା, ନିଜର ମୋରାଲିଟି ଟାକୁ କୌଣସି ମତେ ନଷ୍ଟ କରିବା ନାହିଁ। ତେଣୁ ତ ଆମର ଅସୁବିଧାଟା ହଉଛି କଣ ନା, କାହିଁକି ସେମିତି ଆଖି ଦୃଶ୍ୟ ଦେଖାଯାଉନି? କାରଣ ଏଇଟା ଏତେ ସହଜ କଥା ନୁହେଁ। ଯୋଉଟା ଠାକୁର କହିଲେ ଯେ ଏଭ୍ରି ହାଉସ ଇଜ ଟୁ ବି ରିକନଷ୍ଟ୍ରକ୍ଟେଡ ଆଣ୍ଡ ଏଭ୍ରି ମ୍ୟାନ ହାଜ ଟୁ ବି ରିଫର୍ମ। ତ ରିଫର୍ମେସନ ହବା ପାଇଁ ତ ସାଙ୍ଗେ ସାଙ୍ଗେ ହବନି। ଯେମିତି ଆମେ ପିଢି ପରେ ପିଢି ନଷ୍ଟ ହେଇ ଚାଲିଛି, ପୁଣି ପିଢିଟା ସୁଧୁରିବା ପାଇଁ ପୁଣି 3, 4, 5 ପିଢିର ଗୋଟେ ସମୟ ଲାଗିବ, ନିହାତି ଗୋଟେ 60, 70 ବର୍ଷର ସମୟ। ତେଣୁ ଡିଗ୍ରେଡେସନ ଏବେ ଚାଲିଛି। ଯେମିତି ଆପଣ ଦେଖନ୍ତୁ ବିବାହ 2000 ମସିହା ଯାଏ ବି ପ୍ରାୟ ମାନୁଥିଲେ। ବଲିଉଡ ଇଣ୍ଡଷ୍ଟ୍ରିରେ କିନ୍ତୁ ଆପଣ ଦେଖନ୍ତୁ 70, 80ରେ ବି ତାଙ୍କର ବିବାହର କିଛି ଥଳକୂଳ ନଥିଲା। ତେଣୁ ତା ପୂର୍ବରୁ ଇଂଲିଶ ମାନେ ଯୋଉଠି ଯୋଉଠି ଶାସନ କରୁଥିଲେ, ବେଙ୍ଗଲ ମାନଙ୍କର ବେଶୀ ଅପଭ୍ରଂଶ ଦେଖାଗଲା ବିବାହର। ତ ଏଇଟା ଗୋଟେ ଫେଜ ରେ ଆସିଯାଇଛି। ପୁଣି ସେଇ ଫେଜ କୁ ସଜାଡିବା ପାଇଁ ମଧ୍ୟ 100, 200, 300 ବର୍ଷର ଗୋଟେ ସମୟ ଲାଗିବ। କାରଣ ଏତେ ଶୀଘ୍ର ମଣିଷର ଚରିତ୍ର ପରିବର୍ତ୍ତନ ହୁଏ ନା। ତେଣୁ ପରିବର୍ତ୍ତନ ହବା ପାଇଁ ସମୟ ଲାଗିବ। ତେଣୁ ଆମେ ଦେଖିପାରୁନେ, ଆମେ ଦେଖିବା ସେତେବେଳେ ଯେତେବେଳେ ମ୍ୟାକ୍ସିମମ୍ ଲୋକ ପରିବର୍ତ୍ତନ ହେବେ। ଆମେ ତ ବର୍ତ୍ତମାନ ଦେଖନ୍ତୁ ମାନେ ଭାରତରେ 145 କୋଟି ଲୋକ, ତା ଭିତରୁ ଆଜ୍ଞା ଆମେ ଦୀକ୍ଷା ନେଇଛେ ମାତ୍ର 3 କୋଟି କେତେ। ତା ଆଜ୍ଞା ଭିତରୁ ଇଷ୍ଟବୃତ୍ତି କରନ୍ତି କେତେ? କୋଟିଏ ବି ହେଇନି। 70, 80 ଲକ୍ଷ ଚାଲ ଆମେ ମାନୁ ଏବେ କୋଟିଏ ଇଷ୍ଟଭୂତି ବି ଯାଉଛି। ତ ତା ଭିତରୁ ଠାକୁରଙ୍କ ବିଧାନ ମାନନ୍ତି କେତେ? 1000 ଜଣ। ପରିବର୍ତ୍ତନ ଟା କେମିତି ଦେଖିବେ ଆପଣ ଆଜ୍ଞା କହୁନାହାନ୍ତି? ତେଣୁ 145 କୋଟିରୁ ଯେତେବେଳେ 20, 25 କୋଟି ଲୋକ କରିବେ, ତାହେଲେ ଆପଣଙ୍କୁ ଜଣା ପଡିବ। କାରଣ ପରିବର୍ତ୍ତନ ଟା ଜଣା ପଡିବା ପାଇଁ ବି ତ ଟିକେ ଦରକାର, ଗୋଟେ ମାସ ଆମାଉଣ୍ଟ ର ଗୋଟେ କିଛି ଦରକାର ନା। ତ ସେତିକି ଆଜ୍ଞା ଯାଏଁ ଆମେ ପହଞ୍ଚିନୁ। ଏବେ ପରିବର୍ତ୍ତନ ସୁପ୍ତ ଆକାରରେ ହଉଛି। ଏଥିପାଇଁ କିଛି 100 କିମ୍ବା ଅର୍ଦ୍ଧ ଶତକ ବର୍ଷ ଲାଗିଯାଇପାରେ। ଆଜ୍ଞା ତ ଏଇଟା ରିଫର୍ମେସନ, ମନକୁ ମନ ହଉଛି, ଲୋକ ସଜାଡି ହଉଛନ୍ତି, ହଉନାହାନ୍ତି ନୁହେଁ। ବହୁତ ଲୋକ, ମୁଁ ଯେତେବେଳେ ବାହାରକୁ ସବୁ ସତ୍ସଙ୍ଗ ଯାଏ ନା, ବହୁତ ଲୋକ କହନ୍ତି ଦାଦା ଆପଣଙ୍କର କଥା ଶୁଣିକି ଆମେ ଏଇଟା ଇଏ ହେଇଛୁ, ଆମେ ରେଗୁଲାର ସତ୍ସଙ୍ଗ ଶୁଣୁ, ଆମ ଘରେ ଆମେ ପିଆଜ ରସୁଣ ଖାଇବା ଛାଡିଛୁ। ହଉଛି, କିନ୍ତୁ ଏଇଟା କେତେ ଲୋକ କହୁଛନ୍ତି? 1, 2, 5ଟା ଲୋକ। ଏଇଟା ଯେତେବେଳେ ଆଜ୍ଞା 1000, 1000 ସଂଖ୍ୟାରେ ହବ, ସେତେବେଳେ ଆମେ ନୋଟିସ କରିପାରିବା। ଆଜ୍ଞା। ହଁ। ଦାଦା, ଆମେ ଯୋଉ 4 ପାଦ 3 ପାଦ 2 ପାଦ 1 ପାଦ, ଏଟା କଣ ପୂର୍ବ ନିର୍ଦ୍ଧାରିତ ଏମିତି ରହି ଆସିଛି ନା କଣ? ଏ ଯୋଉ ହଁ ଜେନେରେସନ ହଁ ହଁ, ଏଇଟା ଶାସ୍ତ୍ରୋକ୍ତ କଥା। ଆଉ ଏଇଟା ଆଜ୍ଞା ସବୁବେଳେ ଏମିତି ରେ ଚାଲିଛି। ସତ୍ୟ ତ୍ରେତା ଦ୍ୱାପର କଳି, ତାପରେ ପୁଣି ସତ୍ୟ ତ୍ରେତା ଦ୍ୱାପର କଳି, ଏମିତି ଚାଲିଛି ସବୁବେଳେ। ଆଜ୍ଞା କିନ୍ତୁ ଚାଲିଛି ଯେ, ସବୁ ତ୍ରେତୟା ଯୁଗରେ ରାମ ଆସୁନାହାନ୍ତି କି ସବୁ ଦ୍ୱାପର ଯୁଗରେ କୃଷ୍ଣ ଆସୁନାହାନ୍ତି, ସେମିତି ନୁହେଁ। ଯୁଗ ସତ୍ୟ ତ୍ରେତା ଦ୍ୱାପର କଳି ଚାଲିଛି, କିନ୍ତୁ ଆଜ୍ଞା ଯୁଗ ମାଫିକ ଯୋଉ ପୁରୁଷୋତ୍ତମଙ୍କର ଆସିବା ଦରକାର ସିଏ ଆସିବେ। ଯଦି ସାଧକ ପୁରୁଷଙ୍କର ଆସିବା ଦରକାର, ତାହେଲେ ସିଏ ଆସିବେ। ସେମିତି କୋଉ ସମୟରେ କଣ ପ୍ରୟୋଜନ, ସେଇ ସମୟରେ ସେଇ ନାମ ଆସିବ, ସେଇ ପୁରୁଷୋତ୍ତମ ଆସିବେ, ସେତିକି ପାୱାର ନେଇ ଆସିବେ। ସବୁବେଳେ ରାମ କି କୃଷ୍ଣ ଆସୁନଥିବେ। ଆଜ୍ଞା। ଠିକ ଅଛି ଦାଦା, ଜୟ ଆଜ୍ଞା। ଗୁରୁ, ଜୟ ଗୁରୁ, ଆଜ୍ଞା। ଜୟ। ବୁଝିପାରିଲେ ତ? ହ୍ୟାଲୋ, ବୁଝିପାରିଲେ ନା ରହିଲା କିଛି ଆଉ? ହ୍ୟାଲୋ, ସୂର୍ଯ୍ୟକାନ୍ତ ପୁଆଣ ଭାଇ, ହ୍ୟାଲୋ। ହଉ ଠିକ ଅଛି। କୈଳାସ ଚନ୍ଦ୍ର ସାହୁ ଭାଇ, ଜୟଗୁରୁ ଦାଦା। ହଁ ଜୟ ଗୁରୁ। ସୂର୍ଯ୍ୟ ଭାଇ କହିନାହାନ୍ତି ଦାଦା। ଆଜ୍ଞା ଆଜ୍ଞା, ସୂର୍ଯ୍ୟ ଭାଇ ସୂର୍ଯ୍ୟ ଭାଇ କହିନାହାନ୍ତି? କହିନାହାନ୍ତି ନା। ଆଉ କୁହନ୍ତୁ କୁହନ୍ତୁ, ଆଉ ତାହେଲେ କୁହନ୍ତୁ, ଆଉ ତାହେଲେ ସୂର୍ଯ୍ୟକାନ୍ତ ପୁଆଣ ଭାଇ କୁହନ୍ତୁ, କଣ ପ୍ରଶ୍ନ? ଜୟଗୁରୁ ଦାଦା, ଜୟଗୁରୁ ଦାଦା, ହଁ ଜୟଗୁରୁ ଜୟ ଜୟଗୁରୁ ଗୁରୁ। ଦାଦା। ହଁ। ଦାଦା ମୋର କହିବା କଥା, ଆମର ଯୋଉଟା ହୁଁ କି ସତ୍ୟାନ୍ତରଣ ଯୋଉଟା ଆମର ପଢୁଛନ୍ତି, ପୂର୍ବ ପୁରୁଷଙ୍କୁ ଅଧିକାର କରି ପରବର୍ତ୍ତୀ କହୁଛନ୍ତି। ଆଚ୍ଛା, ଆମେ ହଁ ଯେତେବେଳେ ଜନ୍ମ ଯେତେବେଳେ ହେଲେ କି ଆମେ ସେତେବେଳେ ତ ଗୁରୁ ଗ୍ରହଣ ନ କରିଥିଲେ, କି ଆମ ପିତାମାତା ବି ଗୁରୁ ଗ୍ରହଣ ନ କରିଥିଲେ।
कि ହୁଁ ସେ ଶିବଙ୍କ ପାଖକୁ ଶିବ ମନ୍ଦିର ଯାଆନ୍ତି, ଜଗନ୍ନାଥଙ୍କ ମନ୍ଦିର ଯାଆନ୍ତି, ଏଇ ଦେବତା ମାନଙ୍କୁ ଆଗେ ପୂଜା କରିବା ଦ୍ୱାରା ଯାଇକି ଆମେ ଶିକ୍ଷା ଶିଖିଲେ ଯାଇକି ଗୁରୁ ଧଇଲେ ପୂଜାଟା ସିଦ୍ଧ ହୁଏ। ହୁଁ ତେଣୁକରି ଆମେ ଗୁରୁ ଧଇଲେ, ଧଇଲା ପରେ ହୁଁ ସେ ଠାକୁର ବି ରହିଛନ୍ତି, ପ୍ଲସ ବି ଗୁରୁ ଆମ ଯୋଉ ଗୁରୁ ଧରିଛନ୍ତି ଗୁରୁ ବି ରହିଛନ୍ତି। କିନ୍ତୁ ତାଙ୍କ ଭିତରେ ତ ରଖିପାରିବାନି ଗୁରୁଙ୍କୁ, ତ ଗୁରୁଙ୍କ ଭିତରେ ତ ସବୁ ଦେବାଦେବୀ ଅଛନ୍ତି ନା, ଗୁରୁ ଅଲଗା ଆସନରେ ରହିପାରିବେ। କିନ୍ତୁ ଏକା ଠାକୁର ଘରେ ଦିଟା ଯାକ ରହିପାରିବେ କି? ମୋର ଏଇ ଗୋଟିଏ ଟିକେ କହିବେ ଦାଦା, ଆଜି ଯୋଉଟା ଆଲୋଚନା ମଧ୍ୟରେ କହିଲେ ତ ସେଟାକୁ ତ ଛାଡି ହବ ନାହିଁ ଯେ କି ଇଏ ଶୁଣନ୍ତୁ ଆଶ୍ରମରେ ବି ତ ଶୁଣନ୍ତୁ ମୁଁ ବୁଝିଲି ଆଉ ଏତେ ତାକୁ ଆଉ ଫେଣାନ୍ତୁନି। ଆପଣ ପୂର୍ବରୁ ଯୋଉ ଦେବତା ମାନଙ୍କୁ ଧରିଛନ୍ତି ପୂଜାପୂଜି କରିଛନ୍ତି ତାଙ୍କୁ ଡାକି ନିମନ୍ତ୍ରଣ କରି ଘରକୁ ଆଣିଛନ୍ତି, ଠିକ ଅଛି, ଥାଆନ୍ତୁ ସେ, ଆଜ୍ଞା ତାଙ୍କର ମୁଖ କୁଆଡକୁ ଅଛି? ଆମର ଚାରିଟା କୋଣ, ଚାରିଟା ଦିଗ, ଗୋଟେ ଘରର ଦିଗ ହଉଛି ଚାରିଟା। ଯଦି ଆପଣ ପୂର୍ବ ଦିଗରେ ରଖି ପଶ୍ଚିମ ମୁହାଁ ରଖିଛନ୍ତି, ମୁଁ ଏବେ କହିଥିଲି ଭାଇମାନଙ୍କୁ କହିଥିଲି, ଯଦି ଗୋଟିଏ ଘରେ ଠାକୁର ଘର ଭିତରେ ଆପଣଙ୍କର ଦେବତା ମାନେ ଅଛନ୍ତି, ପୂର୍ବ ମୁହାଁ ହେଇକି ଅଛନ୍ତି ବା ପଶ୍ଚିମ ମୁହାଁ ହେଇ ଅଛନ୍ତି, ଯୋଉ ଦିଗକୁ ମୁହଁ କରି ଅଛନ୍ତି, ହଁ, ଆଗ ନିର୍ବାଚନ କର ତାର ବିପରୀତ ଦିଗ ଉତ୍ତର ବା ଦକ୍ଷିଣ। ଆପଣ ସେଇ ଦିଗରେ ରଖନ୍ତୁ, ଆପଣ ଉତ୍ତର ମୁହାଁ ହିଁ ବସିବେ, ବାସ୍। ଆପଣଙ୍କ ଠାକୁରଙ୍କୁ ରଖିବେ ଦକ୍ଷିଣ ମୁହାଁ କରି, ଠାକୁର ବସିବେ ଦକ୍ଷିଣ ମୁହାଁ ହେଇ, ଆପଣ ବସିବେ ଉତ୍ତର ମୁହାଁ ହେଇ। ତେଣୁ ଆପଣ ସେଇ ଘରେ ଗୋଟିଏ ଘରେ ମଧ୍ୟ ରଖିବେ। ଯଦି ଆପଣଙ୍କର ଠାକୁର ପୂର୍ବ ଦିଗରେ ବସିଛନ୍ତି ପଶ୍ଚିମ ମୁହାଁ ହେଇ, ତାହେଲେ ଆପଣ ଉତ୍ତର ଦିଗରେ ରଖନ୍ତୁ ଦକ୍ଷିଣ ମୁହାଁ କରି, ହେଲା। ଆଉ ଆପଣ ନିଜେ ବସିବେ ଉତ୍ତର ମୁହାଁ ହେଇ, ଆଉ ଆପଣ ଦେବଦେବୀଙ୍କୁ ପୂଜା କରିବେ ପୂର୍ବ ମୁହାଁ ହେଇ, ଗୁରୁଙ୍କ ଆରାଧନା କରିବେ ଉତ୍ତର ମୁହାଁ ହେଇ, ଏବଂ ଦେବତା ମାନଙ୍କ ପୂଜା ଅର୍ଚ୍ଚନା କରିବେ ପୂର୍ବ ମୁହାଁ ହେଇ। ଆପାତତଃ ଏଇଟା କଲେ ଠିକ ହବ, ଏଇଟା ଶୁଭ ଲକ୍ଷଣ। ଆପଣଙ୍କ ଗୁରୁ ସନ୍ତୁଷ୍ଟ ହେବେ, ଦେବତା ମାନେ ମଧ୍ୟ ପ୍ରୀତ ହେବେ, ଏଥିରେ ଅବଜେକ୍ସନ ନାହିଁ। ଆଉ ଆମେ କିଛି ଭାଇ କହୁଛନ୍ତି ଯେ ତାକୁ ସବୁ ପକେଇ ଦିଅ ଅମୁକ କର, ସେମିତି କିଛି ଆମର ସେ ସଂସ୍କାର ଭିତରେ ଭାବ ଭିତରେ ନାହିଁ। ଅଛନ୍ତି ଯେତେବେଳେ ଡ୍ୟାମେଜ ହେଇଯିବ, ଯେତେବେଳେ ଖରାପ ହେଇଯିବ, ସେ ଆଜ୍ଞା ଆଜ୍ଞା ସେ ଆମେ ତ ପାଣିରେ ଖସେଇବା। ହଁ ନା ରମାକାନ୍ତ ଭାଇ କଣ କହୁଛନ୍ତି? ଯେତେବେଳେ ପର୍ଯ୍ୟନ୍ତ ବିଗ୍ରହ ଠିକ ଅଛି, ଆମେ ଯୋଉ ମୂର୍ତ୍ତି ସବୁ ରଖିଛେ ଆମ ଘରେ, ସେ ଠିକ ଅଛନ୍ତି, ଠିକ ଅଛି, ଚାଲିଛି। ଯଦି ତାକୁ ମେଣ୍ଟେନ କରିପାରୁଛେ କରୁଛେ, କିଛି ଅସୁବିଧା ନାହିଁ। ତେଣୁ ଗୋଟିଏ ଘରେ ମଧ୍ୟ ଆପଣ ଠାକୁରଙ୍କୁ ବସେଇବେ ଏବଂ ଆପଣଙ୍କର ଦେବତା ମାନଙ୍କୁ ମଧ୍ୟ ବସେଇ ପାରିବେ। ଜୟ ଗୁରୁ। ନା କଣ ରମାକାନ୍ତ ଭାଇ ମୁଁ ଭୁଲ କହିଲି? ରମାକାନ୍ତ ମିଶ୍ର ଭାଇ ଅଛନ୍ତି ନା ଗଲେ କୁଆଡେ? ହ୍ୟାଲୋ, ହଉ ଠିକ ଅଛି, ହେଲା। ସୂର୍ଯ୍ୟକାନ୍ତ ଭାଇ ବୁଝିପାରିଲେ ନା ଆଉ ଦାଦା ରହିଲା କଣ? ନାଇଁ, ଆପଣ ଯୋଉଟା କହିଲେ ପରଫେକ୍ଟ କହିଲେ, ସେଟା ତ ବୁଝି ହେଲା। କିନ୍ତୁ ଯିଏକି ଠାକୁର ଘରଟା ଟିକେ ସଜଡା ହେଇକି ହେଇଛି ତ, ସେ ଥାକ ଥାକ ହେଲାର ହେଇଛି। ଆପଣ ଯୋଉଟା କହିଲେ ପଶ୍ଚିମ ମୁଖ କରିବା, ସେଟା ତ ଆଉ ଏବେ ତ ଇଏ ହେଇପାରିବନି। କିନ୍ତୁ ଯଦି ଆପଣ ସର୍ବପ୍ରଥମ ମଣ୍ଡପଟା ମତେ କିନ୍ତୁ ମୁଁ କଣ ପଚାରୁଛି, ଆପଣଙ୍କର ଦେବତା ମାନେ କୋଉ ମୁହାଁ ହେଇ ଅଛନ୍ତି? ଏବେ ଏବେ ଅଛନ୍ତି ଦେବତା ମାନେ ପଶ୍ଚିମକୁ ମୁହଁ କରି ଅଛନ୍ତି। ବାସ୍, ଏବେ ଦେବତା ମାନେ ପଶ୍ଚିମ ମୁହାଁ ହେଇକି ଅଛନ୍ତି, ଅର୍ଥାତ ପୂର୍ବ କାନ୍ଥରେ ଅଛନ୍ତି, ପୂର୍ବ ଦିଗର ଆଜ୍ଞା କାନ୍ଥରେ ଅଛନ୍ତି, ସାଇଡରେ, ହେଲା। ଆଜ୍ଞା 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 ବାସ୍, ଆଜ୍ଞା ଆଜ୍ଞା ଆଉ ତେଣୁ ଆପଣ ଉତ୍ତର ଦିଗରେ ଗୁରୁଙ୍କୁ ବସେଇବେ, ଉତ୍ତର ଦିଗରେ ନାଇଁ ଗୁରୁଙ୍କୁ ବସେଇକିରି ଦକ୍ଷିଣ ମୁହାଁ କରିବେ। ଆପଣ ପ୍ରାର୍ଥନା ଆଜ୍ଞା କଲା ବେଳେ ଉତ୍ତର ଦିଗକୁ ମୁହଁ କରି ପ୍ରାର୍ଥନା କରିବେ, ହେଲା। ଆଜ୍ଞା ଆଜ୍ଞା ବାସ୍ ବାସ୍ ବୁଝିଗଲା ସରିଲା। ବୁଝିଗଲା ନାହିଁ ଦାଦା। ତାପରେ ଡୋର ଅଛି, ମାନେ କାହାର ଦୁଆର ମୁହଁ ଅନୁସାରେ ମଧ୍ୟ ଯୋଉମାନେ ପଚାରୁଛନ୍ତି, ଅଲଗା ସମୟରେ ପଚାରିଲେ ସେଇ ଡାଇରେକ୍ସନ ଆମେ ଦବୁ, ହେଲା। ଅଲଗା ସମୟରେ ସୁଭାଷ ଭାଇଙ୍କ ଥ୍ରୋରେ ପଚାରିଲେ କାହା ଘର କେମିତି ଅଛି, ଫଟୋ ଉଠେଇ ଦେଲେ ମଧ୍ୟ ଆମେ ତାଙ୍କୁ ବିବେଚନା କରି କହିବୁ କୋଉଠି କଣ ବସିଲେ ଠିକ ହବ, କେମିତି ସାଧନ ଭଜନ ଠିକ ହବ, କିଛି ବ୍ୟତିକ୍ରମ ହବ ଆଜ୍ଞା ନାହିଁ, ହେଲା। ଜୟ ଗୁରୁ। ଆଜ୍ଞା ହଉ ହଉ ଦାଦା, ଟିକେ ନେକ୍ସଟ ଆମର ପଛରେ ପ୍ରୟାସ। ମୁଁ ଦାଦା ସାଥେ କଥା ହେଇକି ଆପଣଙ୍କ ସାଥିରେ ହଁ କଥା ହଁ ହେବି। ହଁ ଠିକ ଅଛି, ହଁ ଠିକ ଅଛି। କୈଳାସ ଚନ୍ଦ୍ର ସାହୁ ଭାଇ, କୈଳାସ ଚନ୍ଦ୍ର ସାହୁ ଭାଇ କଣ ପ୍ରଶ୍ନ ଅଛି କୁହନ୍ତୁ?
कैलाश चंद्र साहू भाई हेलो कैलाश चंद्र साहू भाई कुहतु दादा जय गुरु जय गुरु जय गुरु जय ଆପଣ ତ ଅଛନ୍ତି ଆଉ ଦାଦା ଆଜି ଯୋଉ ଟପିକ ଆଜ୍ଞା ଥିଲା ଆର୍ଥିକତାରୁ ବିଚ୍ୟୁତ ଏବଂ ଭାରତର ଅବନତି ଆଜିର ଟପିକଟା ହଉଛି ସେ ଯୋଉଟା ଦାଦା ତ ଯାହା କିଛି ସେ ଟପିକ ବାଦରେ ଅଳ୍ପ କିଛି କହିଲେ ବିଶେଷ ଭାବରେ କହିଲେ ନାହିଁ ଆଧ୍ୟାତ୍ମିକତାରୁ ବିଚ୍ୟୁତି ଓ ଭାରତର ଅବନତି ବାସ୍ କେବଳ କଣ ସେଇ ଏ କଥାଟା ମୁଁ କହିଲି ଆପଣ ମୁଁ ଆଜ୍ଞା ଯୋଉ କହିଥିଲି ମଝିରେ ଅବନତିର ଆଜ୍ଞା କାରଣ ହଁ ସେଇ ଆଧ୍ୟାତ୍ମିକ ଉପରେ ବେଶ କରିକି ଆମର ଏଇ ଯୋଉ ଭାରତ ସେ ହଁ ମ୍ୟାନକାଇଣ୍ଡ ସତ୍ୟାଂଶ ପଳେଇଗଲା ମୁଁ ସେ ଦୃଷ୍ଟିରୁ ବ୍ରେକ୍ କରିକି ଚ୍ୟାନେଲ ଟା ବଦଳି ଦେଲି ଆମେ ହଁ ଆମ ଏଇ ଭାରତ ବର୍ଷ ଇଣ୍ଡିଆ ଏଇ ଇଣ୍ଡିଆର ଅବକ୍ଷୟ ହେଇଛି କାହିଁକି ଏଇ ହଁ ଆଧ୍ୟାତ୍ମିକତାର ବିଚ୍ୟୁତି ହଁ ଆଧ୍ୟାତ୍ମିକର ପ୍ରୟୋଜନୀୟତା କେହି ଉପଲବ୍ଧି କଲେନି ଆଧ୍ୟାତ୍ମିକ ଅଧି ଆତ୍ମା ହଁ ଆତ୍ମା ବିଷୟ କେହି ଚିନ୍ତା କଲେନି ଦେହ ସର୍ବସ୍ୱ ହେଇଗଲେ ହେଲା ସମସ୍ତେ ଦେହକୁ ଚାହିଁଲେ ଜଡ ବସ୍ତୁକୁ ଚାହିଁଲେ ପାର୍ଥିବ ବସ୍ତୁକୁ ଚାହିଁଲେ ପାର୍ଥିବ ଉନ୍ନତିକୁ ଚାହିଁଲେ ପ୍ରଗତି ମାନେ ଆମେ ପାର୍ଥିବ ଉନ୍ନତି ପ୍ରଗତି ମାନେ ଚାରିତ୍ରିକ ଉନ୍ନତି ଦେବତ୍ୱ ଉନ୍ନତି ଆତ୍ମିକ ଉନ୍ନତି ସେଇଟା ହେଲା ନାହିଁ ତା ପାଇଁ ପ୍ରଚେଷ୍ଟା ଚାଲିଲା ନାହିଁ ଏବେ ଯୋଉ ପାଠ ପଢା ହଉଛି ପାଠ ପଢା ବି ସେଇଆ ଚାରିତ୍ରିକ ବିନ୍ୟାସ ହବା କଥା ବିଦ୍ୟାଳୟରେ ହେଇପାରୁନାହିଁ ହଁ ଲେକ୍ଚର ମାନେ ତାଙ୍କ ସ୍ପିଚ ଦେଲେ ତାଙ୍କ ଡ୍ୟୁଟି ଓଭର ପିଲା କୁଆଡେ ଗଲା କଣ ହଉଛି କଣ ନାହିଁ ବାସ୍ ହାଇସ୍କୁଲ ପର୍ଯ୍ୟନ୍ତ ଟିକେ ରେଷ୍ଟ୍ରିକ୍ସନ କରାହେଇଯାଇଛି ଯଦି ପିଲା କୋଉଠି ମଲା ଗଲା ହଜିଲା ତା ପାଇଁ ଦାୟୀ ତୁମର ଆଟେଣ୍ଡାନ୍ସ ପଡିଛି ମାନେ 10 ରୁ 4 ତା ପାଇଁ ରେସ୍ପନ୍ସିବଲ କିନ୍ତୁ କଲେଜରେ ତାହା ନାହିଁ ତେଣୁ ବର୍ତ୍ତମାନ ମଧ୍ୟ ବିଦ୍ୟାଳୟ ମଧ୍ୟ ନିରାପଦ ନୁହେଁ କଲେଜ କ୍ୟାରିୟର ଟା ଠିକ ଭାବରେ ନାହିଁ ଛାଡନ୍ତୁ ସିଆଡକୁ ଯିବାନି ତେଣୁ ଅବନତି ବର୍ତ୍ତମାନ ସେଇ ଅବନତିରେ ଚାଲିଛି ଆଧ୍ୟାତ୍ମିକତାକୁ ଯଦି ଆମେ ଗୁରୁତ୍ୱ ନ ଦବା ଆତ୍ମାକୁ ଗୁରୁତ୍ୱ ନ ଦବା ଆମେ ଯାହା ଦ୍ୱାରା ଷ୍ଟାଣ୍ଡ କରୁଛେ ଆଜି ବଡ ବୋଲଉଛେ ଏଇ ଆଖି କାନ ସବୁ ଠିକ ଠାକ ଅଛି ବୋଲି ଭଲ ଲୋକ ଯେ ଜ୍ଞାନୀ ବୁଦ୍ଧିମାନ ଚରିତ୍ରମାନ ଗୁଣମାନ ତାକୁ ଲୋକ ମର୍ଯ୍ୟାଦା ଦିଅନ୍ତି ଆଜ୍ଞା ଆଜ୍ଞା କହନ୍ତି ହାତ ଯୋଡନ୍ତି ମୁଣ୍ଡିଆ ପକାନ୍ତି ଆଉ ଯୋଉମାନେ ପାଷାଣ୍ଡ ମୂର୍ଖ ତାକୁ ଦୂର ମାର କରନ୍ତି ଏଠି ସେଠି ଆଧ୍ୟାତ୍ମିକ ତତ୍ତ୍ୱ ନଷ୍ଟ ଏଠି ଆଧ୍ୟାତ୍ମିକ ତତ୍ତ୍ୱ ପ୍ରୋମିନେଟ ଆତ୍ମାଟା ଜାଣିଛି ସେ ମୋ ମଣିଷ ଜୀବନର ସାର୍ଥକତା କଣ ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଏକଥା ବହୁତ ଥର ମୁଁ ଆଲୋଚନା ଏଇଠି କରିଛି ମଣିଷ ଭିତରେ ସେଇ ସବୁ ସର୍ବୋତ୍କୃଷ୍ଟ ଭାବ ହେଲା ଦୟା ପ୍ରେମ ଆଉ ଅନୁସରଣ ମଧୁର ବଚନ ଆଉ ବୁକୁ ଭରା ପ୍ରେମ ଏ ତିନୋଟି ହଉଛି ବ୍ୟକ୍ତିତ୍ୱ ଚରମ ଲକ୍ଷଣ ଆଉ ଭଗବାନ ପାଇବାର ପଥ ଯଦି ମଣିଷଟା ମନ ଜଟିଳିଆ ମନ ସରଳ ନୁହଁ ତା କଥା ମିଠା ନୁହଁ ମିଠା ମାନେ ନୁହଁ ଯୋଉ କାଉଟିଆ କଥା ମିଠା ମିଠା କରି କହିବା କେବଳ ଭାରତ ଭିତରେ ଦେଖାଯାଉଛି ଆଉ କୌଣସି ଦେଶରେ ନାହିଁ ଅବନତିଟା ଆଜ୍ଞା ନାଇଁ ଅନ୍ୟ ଦେଶ ଆଡକୁ ନିଅନ୍ତୁ ନାହିଁ ଅନ୍ୟ ଦେଶକୁ ସମସ୍ତେ ସନ୍ତାନ ମୁଁ ସେ କଥା କହୁଛି ପରମ ପିତାଙ୍କର ତ ଆଜ୍ଞା ସମସ୍ତେ ଆଜ୍ଞା ବିଶ୍ୱରେ ହଁ ସମସ୍ତେ ସନ୍ତାନ ତାହେଲେ ଏଇଟା ସମ୍ୟକ ଭାବେ କାହିଁକି ଲେଖା ହେଇପାରିଲାନି ସେଇ କଥାଟା ମୁଁ ପଚାରିବାକୁ ଚାହୁଁଛି ସମାନ ଭାବରେ କଣ ବୁଝିପାରିଲି ଲେଖା ହେଇପାରିଲାନି ଆଜ୍ଞା ସମସ୍ତଙ୍କ ପାଇଁ ଏଇଟା ସମାନ ଭାବରେ ଲେଖା ହେଇପାରିଲାନି କୌଣସି ବିଶ୍ୱ ପାଇଁ ଲେଖା ହେଇପାରିଲାନି କେବଳ ଇଣ୍ଡିଭିଜୁଆଲ ଭାରତ କହିଲେ କଣ ନାଇଁ ପୃଥିବୀଟାକୁ ନାଇଁ ନାଇଁ ବୁଝେଇଲେ ଭାରତ ମାନେ ମୁଁ ଇଣ୍ଡିଆ କଥା କହୁନି ଏଠି ମ୍ୟାନକାଇଣ୍ଡ ସମଗ୍ର ହଁ ପୃଥିବୀ ପାଇଁ ଲେଖା ହେଇଛି ହଁ ଠାକୁରଙ୍କ ହଁ ଦର୍ଶନ ବର୍ତ୍ତମାନ ସିଏ ତ ହାଇଥଟ ସେ କଥା ହଁ ସେ ପୃଥିବୀ ପାଇଁ ଠାକୁର ହଁ କହିଛନ୍ତି ପୃଥିବୀ ପାଇଁ ହଁ ପ୍ରତିଟି ସମ୍ପ୍ରଦାୟ ପାଇଁ ପ୍ରତିଟି ହଁ ବ୍ୟକ୍ତି ପାଇଁ ଠାକୁରଙ୍କ ବାଣୀ ଠାକୁରଙ୍କ ହାଇଲାଇଟ କରାଯାଇଛି ହଁ ଅଲ ୱାର୍ଲଡ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ କୋଟି କୋଟି ବ୍ରହ୍ମାଣ୍ଡ ହଁ ସମସ୍ତଙ୍କ ହଁ ପାଇଁ ଠାକୁରଙ୍କ କଥା ପ୍ରଯୁଜ୍ୟ ହଁ ସେ କଥା କହିଲେ ଇଆଡେ କୁହାଯିବ ଆପଣଙ୍କର ଠାକୁରଙ୍କ ଭଏସ ସମସ୍ତଙ୍କ ପାଇଁ ୟୁନିଭର୍ସାଲ ଆଜି ୟୁନିଭର୍ସାଲ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ ନାଇଁ ଆପଣ ଦେଖନ୍ତୁ ଯେ ଯୀଶୁଙ୍କ ବହି ପଢନ୍ତୁ ସେଠି ଭାରତ କଥା କୁହାଯାଇଛି କି ଜଗନ୍ନାଥଙ୍କ କଥା କୁହାଯାଇଛି କି ନା ସେଥିରେ ବାଇବେଲ କିଛି ଲେଖା ପଢନ୍ତୁ ହଁ ମୁଁ କଣ କହୁଛି ଶୁଣନ୍ତୁ ହଁ ଆଗ ଶୁଣନ୍ତୁ ସେଠି ଆଜ୍ଞା ବାଇବେଲ ଭିତରେ ଜଗନ୍ନାଥଙ୍କ ନାଁ ଅଛି ମହାଦେବଙ୍କ ନାଁ ଅଛି ନା ଗନ୍ଧ ନାହିଁ କିନ୍ତୁ ନା ଠାକୁରଙ୍କ ଭିତରେ ସବୁ ଆଲ୍ଲାହ ଅଛନ୍ତି ଯୀଶୁ ଅଛନ୍ତି ପୃଥିବୀର ଜ୍ଞାନୀ ଗୁଣୀ ଲୋକ ଅଛନ୍ତି ସମଗ୍ରରେ ସମସ୍ତେ ସ୍ଥାନ ପାଇଛନ୍ତି ଇଏ ବ୍ରହ୍ମାଣ୍ଡେଶ୍ଵର ଇଏ ହିଁ ଇଏ କୋଟି କୋଟି ବ୍ରହ୍ମାଣ୍ଡର ମାଲିକ ତେଣୁ ତାଙ୍କ ଭିତରେ ସମସ୍ତେ ଅଛନ୍ତି ବୁଝିପାରିଲେ ଆଜ୍ଞା ଆଉ କଣ କହିବି କୁହନ୍ତୁ ହଉ ୟୁନିଭର୍ସାଲ ମ୍ୟାନ
ଠାକୁର ଅନୁପର୍ଯ୍ୟନ୍ତ ୟୁନିଭର୍ସାଲ ମାଲ, ତାଙ୍କ ଭିତରେ ବିଭେଦ ନାହିଁ, ସଂକୀର୍ଣ୍ଣତା ନାହିଁ, ତାର ସବୁ ତ ତାଙ୍କର, ଆଉ ସିଏ କାହାକୁ ପର କରିବେ? ହେଲା। ହଁ ଜୟ ଗୁରୁ, ଠିକ ଜୟ ଠିକ ଗୁରୁ। କଥା। ଜୟ ଗୁରୁ। ନେକ୍ସଟ ନଳିନୀ ଜେନାମା, ନଳିନୀ ଜେନାମା ଉତ୍ତର ଦିଅନ୍ତୁ, ଏ ପ୍ରଶ୍ନ ଜୟ ଗୁରୁ ପଚାରନ୍ତୁ। ଦାଦା, ଜୟ ଗୁରୁ, ଜୟ ଜୟ ଗୁରୁ। ଗୁରୁ, ପ୍ରଣାମ ଦାଦା। ଦାଦା ହଁ, ଜୟ ସୁନ୍ଦର ଗୁରୁ। ଆଲୋଚନା, ଆଧ୍ୟାତ୍ମିକତାର ବିସ୍ତୃତି, ଭାରତର ବନ୍ଧୁ। ଦାଦା ଜଣେ କେବଳ ଯଦି ନାମ ଧ୍ୟାନ କରିବ ତ କର୍ମ ଭିତରେ ତ କୁହାହେଇଛି ଧର୍ମକୁ ସ୍ଥାପନା କଲେ ହିଁ କର୍ମ ଭିତରେ ସବୁ କିଛି ହେଇପାରିବ। ଯଦି କିଛି କର୍ମ ଭିତରେ ଧର୍ମଟାକୁ ନ କରିକି କେବଳ ନାମ ଧ୍ୟାନ କରିବ, ସେ କ୍ଷେତ୍ରରେ କଣ ଭାରତର ଉନ୍ନତି ହେଇପାରିବ କି ଦାଦା? ଶୁଣନ୍ତୁ, ଭାରତ ମୁଁ ଏଠି କହିଲି ଦିଟା କଥା କହିଲି। ମ୍ୟାନକାଇଣ୍ଡ ମାନେ ମନୁଷ୍ୟତ୍ୱ, ମଣିଷ ପଣିଆ ଥିବା ମଣିଷ ରୂପରେ ଆସିଥିବା ସମଗ୍ର ଜୀବ ଜଗତ ପାଇଁ ଠାକୁର ଆସିଛନ୍ତି। ତେଣୁ ତାର ଉନ୍ନତି ଆପଣ କେମିତି କରିବେ? ଆପଣଙ୍କ ଚାରିତ୍ରିକ ଆପଣ ନାମଧ୍ୟାନ କଲେ ହବନି। ଆପଣ ଯଦି ଆମେ ତ ନିକଟରେ ଆଲୋଚନା କରୁଛୁ, ଇଷ୍ଟ ଭରଣ ପିତୃ ପୋଷଣ ପରିସ୍ଥିତିର ଉନ୍ନୟନ, ଏ ନା করে যা করিস তুই অধপাতে তোর চলন। ଠାକୁର କହିଦେଇଛନ୍ତି ଗାଣିତିକ ସୂତ୍ର ଭଳିଆ ଏ ସବୁ ସ୍କୋୟାର ଏ ସ୍କୋୟାର ବି ସ୍କୋୟାର ସବୁ ସବୁ ସିଷ୍ଟମ ଦେଇ ଦେଇଛନ୍ତି। ଇଷ୍ଟ ଭରଣ, ତୁ ଇଷ୍ଟକୁ ଭରଣ ପୋଷଣ କରୁଛୁ କି? ପିତୃ ପୋଷଣ, ବାପା ମାଙ୍କୁ ମାନୁଛୁ ତ? ତାଙ୍କ ପୋଷଣ ଦାୟିତ୍ୱ ନେଇଛୁ ତ? ଇଷ୍ଟ ଭରଣ ପିତୃ ପୋଷଣ, ପରିସ୍ଥିତିର ଉନ୍ନୟନ, ତୋ ତୋର ପରିବେଶ ଭିତରେ ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ପଡା ପଡିଶା ଯିଏ ଅଛନ୍ତି, ବନ୍ଧୁ ବାନ୍ଧବ ଯିଏ ତୋର ସବୁ ଅଛନ୍ତି, ଯାହାକୁ ନେଇକିରି ତୋ ଜୀବନ ଅନୁଷ୍ଠାନ ଅଗ୍ରଗତି କରିଛି, ସମସ୍ତଙ୍କ ପାଇଁ ମୁଣ୍ଡ ଲଗେଇଛୁ ତ? କାନ୍ଧ ଲଗେଇଛୁ ତ? ଦାୟୀ ହେଇଛୁ ତ? ଯଦି ହେଇଛୁ ତାହେଲେ ଭାରତର ତୁ ଗୋଟେ ଅଂଶୀଦାର। ଭାରତର ଡେଭଲପମେଣ୍ଟ ପାଇଁ ତୁ ଚିନ୍ତା କରୁଛୁ। ତୋ ଜୁଡିସିଏସନ ଭିତରେ ଯଦି ମଣିଷ ସଚେତନ ହବ, ତାଙ୍କ ଜୁଡିସିଏସନ କୁ କଭରେଜ କରିବ, ଆଉ ପୃଥିବୀରେ ଜାଗା ମିଳିବନି, ଜୁଡିସିଏସନ ପାଇବେନି କେହି। ଜଣଙ୍କ ଉପରେ 15ଟା ଲୋକର ଦାୟିତ୍ୱ ଚାଲି ଆସିବ। ଜଣେ ଲୋକର ଦାୟିତ୍ୱ 15ଟା ଲୋକ ନେଇଥିବେ। ଯଦି ବୁଲେଇ ଦିଆଯାଏ, ମୁଣ୍ଡୁଣା ବୁଲେଇ ଦିଆଯାଏ, ଦେଖାଯିବ ଆପଣ ଯାହାକୁ ଭଲ ପାଉଛନ୍ତି, ଯାହା ଦାୟିତ୍ୱ ନେଇଛନ୍ତି, ମୁଁ ମଧ୍ୟ ନେଇପାରେ, ବା ଅଭୟ ପରିଡ଼ା ଭାଇ ନେଇପାରନ୍ତି, ଆମ ସୁଭାଷ ଭାଇ ନେଇପାରନ୍ତି। ଗୋଟିଏ ଲୋକର ଦାୟିତ୍ୱ ଦେଖନ୍ତୁ 50 ଜଣ ପାଖରେ ରହିଛି, ସମସ୍ତେ ତା ସାଙ୍ଗରେ ସମ୍ପର୍କ ରଖିଛନ୍ତି। ତେଣୁ ଜୁଡିସିଏସନ ଟା ଯୋଉଟାକ ସୀମା ସରହଦ, ତାକୁ ନିୟନ୍ତ୍ରଣ ହବ ଯଦି ସମସ୍ତେ ସଚେତନ ହେଇ ଉଠିବେ। ଯେହେତୁ ହେଇପାରି ନାହାନ୍ତି, ହଉନାହାନ୍ତି, ହବାରେ ପ୍ରୋସେସିଂ ଚାଲିଛି, ସେ ଯେତେବେଳେ ପରିପୂର୍ଣ୍ଣ ହେଇଯିବ, ସେତେବେଳେ ଆମେ ମାନେ ଭାରତ ଯୋଉଟା ଯାହା ଚାହିଁଥିଲେ ଏଇ ଯୋଉ ଅବନତି ହେଇଛି, ତାକୁ ଆମେ ଉର୍ଦ୍ଧ୍ୱକୁ ନେଇପାରିବା। ସମଗ୍ର ବ୍ରହ୍ମାଣ୍ଡ ପୃଥିବୀର ଉନ୍ନତିରେ ଆମେ ସହାୟକ ହବା, ଯାହା କୁହାଯାଏ ରାଷ୍ଟ୍ରୀୟ ଜୀବନ। ସାମାଜିକ ଜୀବନ ପର୍ଯ୍ୟନ୍ତ ଆମର ଗତି ମଧ୍ୟ ହେଇପାରୁନାହିଁ, ଆଉ ରାଷ୍ଟ୍ରୀୟ ଜୀବନ କଥା କଣ କହିବା? ଯୋଉମାନେ ସବୁ ଆଗରୁ ଥିଲା, ବେଳ ଥିଲା ଜମିଦାର ମାନେ, ମୁଁ ଯାଇଥିଲି ଗୋଟେ ଏଇ ଯୋଉ ଆମ ଶାରଳା ଯାଉଥିଲୁ, ଚାଲି ଚାଲିକା ଯାଉଥିଲୁ, ମାନେ ସରୁ ରାସ୍ତା, ଗୋଟେ ବାଟରେ ଗୋଟେ କୂଅ ଅଛି, ଭାରି ଖରା ଦିନ, ସେ କୂଅ ପାଖରେ ବାଉଁଶ ନଳାରେ ଗୋଟେ ରସି ବନ୍ଧା ହେଇକି ପଡିଥାଏ। ସେ ତାଙ୍କ ନାଁ ଭୁଲିଗଲେଣି, ଏଠୁ ତାଙ୍କ ନାଁ ଟା ହେଇଠି ଲେଖା ହେଇଛି, ସେ ବାଉଁଶ ନଳୀ ଭିତରେ ଖୋଦା ହେଇକି ଲେଖା ହେଇଛି। ମୁଁ କହିଲି ଆରେ ଗୋଟିଏ ଲୋକ ଆକୁ ଖୋଳି ଦେଇଛି, କୂଅଟିଏ ଖୋଳି ଦେଇଛି ମଝି ଗହିରରେ, ମଝି ରାସ୍ତାରେ, ଲୋକ ଶୋଷ ହବ ଦୂରଦୃଷ୍ଟି ନେଇ କରିଛି, ଆଉ ବାଉଁଶ ନଳୀଟେ ପକେଇଛି, ତାକୁ ଗୋଟେ ଖୁଣ୍ଟ ପୋତିକି ବାନ୍ଧି ଦେଇଛି। ଲୋକ ଏଇଥିରୁ ପାଣି କାଢିକିରି ଟେକିକିରି ପିଇବେ। ତାକୁ ଅବଶ୍ୟ ଅନ୍ୟମାନେ ଟିକେ ପଟିଲେ ଲେଖି ଦଉଛନ୍ତି ଯେ କେହି ମୁଖରେ ଲଗେଇବେ ନାହିଁ, ଦୟାକରି ଏହାକୁ ମୁଖରେ ଲଗେଇବେ ନାହିଁ, ଟେକିକିରି ପିଅନ୍ତୁ, ବା ଯଦି ଅନ୍ୟ ପାତ୍ର ଅଛି ପିଅନ୍ତୁ। ତେଣୁ ମୋର କହିବାର କଥା, ସେ ଚାହୁଁଥିଲେ ସାମଗ୍ରିକ ଚେତନା। କେହି ଯିବେ ଏ ବାଟେ? ଆମ୍ବ ତୋଟା ଥିଲା, ଆମ୍ବ ତୋଟା ଥିଲା, ଏଇ ଯୋଉ ଆମର ଅବଶ୍ୟ ଏଇ ଯୋଉ ଥିଲା ସାଇଡରେ, କଟକ ଟୁ ପାରାଦ୍ୱୀପ ସାଇଡରେ ବହୁତ ଗଛ ଥିଲା। ତାପରେ କାଳକ୍ରମେ ସେ ନଷ୍ଟ ହେଇଗଲା। ତାପରେ ଚାକୁଣ୍ଡା ଗଛ ପଡିଲା, ଚାକୁଣ୍ଡା ଗଛ ବି ସରକାର ତାଡି ତୁଡି ଦେଲେ। ତେଣୁ ସେ ସମୟରେ ଜାମୁକୋଳି, ଆମ୍ବ, ଆଉ ଗୋଟେ କଣ ଲେଉଆ, ଏଇ ସବୁ ଗୁଡାକ ବାଟରେ ଘାଟରେ ମିଳୁଥିଲା, ଯିଏ ପାରୁଥିଲା ନଉଥିଲା।
ମାନେ ରାସ୍ତା କଡରେ ସେ ସବୁ ପକେଇଥାନ୍ତି, ତେଣୁ ଲୋକ ଖାଇବେ। ହଁ, ଜାମୁକୋଳି ଆମେ ଜରିରେ ଜରିଏ ଜରିଏ ଆଣୁ, ଏବେ ଜାମୁକୋଳି 10 ଟଙ୍କାକୁ ମାନେ 250 ହଉଛି କି ନାହିଁ। ତେଣୁ ମୋର କହିବାର କଥା, ସେଇମାନଙ୍କର ହାଇବ୍ରିଡନେସ୍ ଅଛି। ଯୋଉମାନେ ପଥ ଘାଟରେ ସାମଗ୍ରିକ କିଏ ଖାଇବ କିଏ ରହିବ ତା ପାଇଁ ତୁମେ ବିଚାର କରିବା ଦରକାର ନାହିଁ। ଯିଏ ମାନେ ସେ ଆସିପାରନ୍ତି, ସେ ହିନ୍ଦୁ ହେଇପାରନ୍ତି, ମୁସଲମାନ ହେଇପାରନ୍ତି, ଖ୍ରୀଷ୍ଟିଆନ ହେଇପାରନ୍ତି, ମଣିଷ ତ ସମସ୍ତ ପାଇଁ ବ୍ୟବସ୍ଥା କରିବା ଦରକାର। ସେଇଭଳି ଅବସ୍ଥାକୁ ଆପଣ ମାନେ ଯଦି ଆସିବେ ତାହେଲେ ଆପଣ ରାଷ୍ଟ୍ରୀୟ ଜୀବନ ଚିନ୍ତା କରୁଛନ୍ତି, ସେଇ ସ୍ତରରେ ଆପଣଙ୍କର କାର୍ଯ୍ୟକାରିତା ହଉଛି। ବୁଝିପାରିଲେ ନଳିନୀ ମା, ନା ଆଉ କଣ ହଉଛି ଆଜ୍ଞା କୁହନ୍ତୁ? ଆଜ୍ଞା ଆଜ୍ଞା ଦାଦା ବୁଝିଯାଉଛି ଦାଦା। ହଁ ବାସ୍। ଆମକୁ ଯେ ହଁ ଧର୍ମକୁ ଧରିକି ରଖିବା ମାନେ ତ ତାଙ୍କ କର୍ମ ଭିତରେ ସେଇଟା ହିଁ ଫୁଟି ଉଠିବା ଦରକାର ଦାଦା। ସେ କଥା ମୁଁ କହୁଥିଲି। ବାସ୍ 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 ସେ ହେଲା ସେ କଥା। କ୍ଷେତ୍ରରେ ସେମିତି ହଉ, ମାନିକି ଚଳିବା। ଜୟ ଗୁରୁ। ଆଉ ଠିକ ଅଛି। ନେକ୍ସଟ ଅଛନ୍ତି ଇପ୍ସିତା ଦାସ। ଇପ୍ସିତା ଦାସ, ହ୍ୟାଲୋ, ଅଡିଓ ଖୋଲନ୍ତୁ। ହ୍ୟାଲୋ, ଇପ୍ସିତା ଦାସ ଖୋଲନ୍ତୁ, ଅଡିଓ ଖୋଲନ୍ତୁ। ହ୍ୟାଲୋ, ଆଉ ଥରେ ଦେଲି ଅଡିଓ ଅପସନ ଦେଲି, କୁହନ୍ତୁ। ନାହାନ୍ତି ପ୍ରାୟ। ଇପ୍ସିତା ଦାସ ଆଜ୍ଞା ଅଛନ୍ତି ନା ନାହିଁ? ଅଞ୍ଜଳି ଜେନା, ନେକ୍ସଟ ଅଞ୍ଜଳି ଜେନା ମା, ଅଡିଓ ଖୋଲନ୍ତୁ। ଅଞ୍ଜଳି ଜୟ ଗୁରୁ ଜେନା, ଦାଦା, ଜୟ ଗୁରୁ ଜୟ ଗୁରୁ କୁହନ୍ତୁ। ଦାଦା। ଆମର ଯୋଉ ଟପିକ ଅଛି ଆଧ୍ୟାତ୍ମିକର ବିଚ୍ୟୁତ ଭାରତର ଅବନୀତି, ତାପରେ ହୁଁ ସତ୍ୟାନୁଷ୍ଠାନ ଯୋଉଟା ଅଛି ଋଷିକୁ ବାଦ ଦେଇ ଋଷିବାଦର ଉପାସନା, ମାନେ ଭାରତର ଅବନୀତି ସେଇ ସମୟରେ ଆରମ୍ଭ ହେଇଛି। ପ୍ରଥମ ଟପିକ ହୁଁ ଟା ଯୋଉ ସମୟରେ ଭାରତବାସୀ ଅମୃତମାନ ଅସୀମ ଉଠୁଛନ୍ତି, ଋଷିକୁ ବାଦ ଦେଇ ହୁଁ ଋଷିବାଦର ହୁଁ। ଉପାସନା ହେଇଛି। ଏଇ ଦିଟାଙ୍କର ଅର୍ଥ ସମାନ କି? ଆରେ ଟପିକ ଆଉ ନାଇଁ, ସବୁ ସତ୍ୟାନୁଷ୍ଠାନ ଅଲଗା, ବାଣୀ। ସବୁ ଅଲଗା। ଆପଣଙ୍କୁ ବା ବୁଝେଇଲେ, ବକ୍ତା ବୁଝେଇଲେ, ରମାକାନ୍ତ ଭାଇ ବୁଝେଇଲେ, ଆପଣ ବୁଝିପାରିଲେନି କିଛି? ଦି ଜଣ ବୁଝେଇ ସାରିଲେଣି, ଆପଣ ଆଉ କଣଟା କରିବେ? ଦାଦାଙ୍କର ରମାକାନ୍ତ ଦାଦାଙ୍କର ଟିକେ ବକ୍ତା ଭଲ କରି ବୁଝେଇଛନ୍ତି ଋଷିଙ୍କୁ ବାଦ ଦେଇ ଋଷିବାଦ କଣ। ଋଷି ଗଲେଣି ଗାଧେଇ ବୋଲି କହିଲେ ହେଲା। ଆପଣ ଶୁଣୁନାହାନ୍ତି ପ୍ରାୟ। ହ୍ୟାଲୋ, ହଁ ସେ ରମାକାନ୍ତ ଦାଦା କହିଲା ବେଳେ ଶୁଣିଥିଲି, ଭାରତର ଅବନୀତି କଥା କହୁଥିଲେ, ଶୁଣିଥିଲି ରମାକାନ୍ତ ଦାଦାଙ୍କର। ସିଏ ଭାରତର ଅବନତି କହିଲେ, ମ୍ୟାନକାଇଣ୍ଡ କଥା କହିଲେ, ହୁଁ, ଦି ଜେନେରେସନ। ଆମର ବଂଶଧର ମାନଙ୍କ ଭିତରେ ସଂସ୍କାର ନାହିଁ, ଆଜ୍ଞା। ଅର୍ଥାତ ହେରିଡିଟି ଇନଷ୍ଟିଟ୍ୟୁଟ ଭିତରେ ଫ୍ଲୋ କରିପାରିଲା ନାହିଁ ଧର୍ମ, ଆଚାର, ହୁଁ ହୁଁ ଆଚରଣ। ସେ ବହୁତ ତତ୍ଵ ରହିଗଲା। ସିଏ ଗୋଟେ ଓଭରାଲ କହିଗଲେ। କେତେବେଳେ ହେଲା ନା, ଯେତେବେଳେ ଆମେ ଋଷିଙ୍କୁ ବାଦ ଦେଇ ଋଷି ବାଦର ଉପାସନା କଲୁ, ତେଣୁ ଅର୍ଥକୁ ଅନର୍ଥ ହେଲା। ସିଏ କହିଲା ଶାସ୍ତ୍ରରେ ଅଛି ଏଇଟା କଲେ ଚଳିବ, ସିଏ କହିଲା ନାଇଁ ଆମକୁ କଲେ ଚଳିବ। ମତେ ଜଣେ ପଣ୍ଡିତ କହିଲା, ଆଜ୍ଞା ଏଟା ମତ୍ସ୍ୟ ଦେଶ, ମାଛ ଖାଇଲେ ଚଳିବ, ମାଛ ତ୍ୟାଗ କରିବା କଥା ନାହିଁ। ଆଉ ଜଣେ ଜ୍ଞାନୀ ଲୋକ କହିଲା, ଆଜ୍ଞା ମାଛ ନ ଖାଇଲେ ଆପଣ ଭଲ ହବ ନାହିଁ, ମାଛ ନ ଖାଇବାରୁ ସବୁ ରୋଗ ହେଲା। କାହା କଥା ବୁଝିବି? ତେଣୁ ଇଏ ସବୁ ନାନା ମୁନିଙ୍କର ନାନା ମତ। ତେଣୁ ବର୍ତ୍ତମାନ ସେଇ ଋଷିବାଦ, ଋଷି ଯୋଉ ନିୟମ କରିଥିଲେ ସେଇ ନିୟମ ଉପରେ ଚାଲିଛି। ଏଇ ଯୋଉ ମୁକ୍ତି ମଣ୍ଡପ ହଉ, ଯୋଉ ବଡ ବଡ ପଣ୍ଡିତ ମାନେ ଅଛନ୍ତି, ଯୋଉ ଯୋଉ ଧାରା ଦଉଛନ୍ତି, ହୁଁ ହୁଁ ସେ ଧାରା ଭିତରେ ବହୁତ କିଛି ଭୁଲ ଭାଲ ଅଛି। ମୁଁ କହୁନି, କହିଲେ କଷ୍ଟ ହବ। ଯେ ଯେକୌଣସି ବର୍ଣ୍ଣର ହେଲେ ବି ତାକୁ ଜାତି କରେଇ ଦେଇ ଦିଆଯାଉଛି। ବୁଝିପାରିଲେ? ଆଜ୍ଞା। ଗଲା ପୋଷ୍ୟପୁତ୍ର ରୂପେ ମଧ୍ୟ ଯାହାଠୁ ନେଇ ଠାକୁର ମନା କରୁଛନ୍ତି, ପୋଷ୍ୟପୁତ୍ର ତୁମରି ବର୍ଣ୍ଣ, ତୁମରି କୁଟୁମ୍ବରୁ ହବା ଦରକାର। ପୋଷ୍ୟପୁତ୍ର ଅନାଥାଶ୍ରମରୁ ଆଣିକି ପୋଷ୍ୟପୁତ୍ର କରିବାଟା ଠିକ ନୁହଁ। ତାକୁ ତ ପୋଷି ପାର, ଜଣେ ଅନାଥକୁ ସାହାଯ୍ୟ କରିପାର, କିନ୍ତୁ ପୋଷ୍ୟ ପୁତ୍ର ପାଇଁ ଯୋଗ୍ୟତା କିଏ? ଦାଦା, କକା, ନିଜ କୁଟୁମ୍ବର କେହି ଏକ ଅଂଶୀଦାର, ରକ୍ତ ସମ୍ପର୍କ ଥିବା ସେଇ ଲୋକ ହିଁ ପୋଷ୍ୟପୁତ୍ର ହବ। ଠାକୁରଙ୍କର କୋଉଠି ଦୀପ ରଖେ ନା କୋଉଠି କଥା ସବୁ ଅଛି, ମନୁସ୍ମୃତିରେ ମଧ୍ୟ ଅଛି। କିନ୍ତୁ ତାକୁ ସବୁ ଘୋଡା ଘୋଡି କରିକି ଓଲଟପାଲଟ କରିଦେଲେଣି ସଂସ୍କାର, କୁଆଡେ ଗଲାଣି ଋଷିଙ୍କୁ ବାଦ ଦେଇକି। ଋଷି ବାଦ ମଧ୍ୟ ଅଲଗା ପ୍ରକାର ନୀତିରେ ଚାଲିଗଲାଣି, ଚଳିବ। ତେଣୁ ବର୍ତ୍ତମାନ ଏଇ କଥାଟା ହବାରୁ ଯେନତନ ବସ୍ତ୍ର ଅଭାବେ ସୂତ୍ର ଦଦ୍ୟାତ୍, ଗୋଟେ ଜାଗାରେ
से 100 को तलटा कटि जाइଥିଲା तल गारटा नहीं से कहला कह ये कौन लिखा है मूत्र दद्यात मत पचारुची कहले मूत्र दद्यात मु फटकी बोले मूत्र माने गोमूत्र होइथबो ना हाँ हाँ गाई मूत्र होइथबो बोले कौन कोड कौन लिखा है भल कि कहलो ना वस्त्राभावे सूत्र ये मूत्र दद्यात बोले वस्त्राभावे सूत्र से अक्षरटा लिभि जाइछि सूता टे दियो ना ये कौन हम मुझे तुम्हें गोटे तुम लुगापटा न पिंधिकी सूताटा गुड़ौन ना सेटा कौन चलो बोले ताले भगवान केम चलो ना पंडित माने कहले मैंने पंडित माने मु कौन टा कहबी पंडित माने कहले अदि वस्त्र नाही ता सूता खंडे दे दियो नाई मामू ठू कणा मामू भल से अर्थ रे कहले तुम्हें तुमर योग्यता नहीं दबा पे खंडे किंतु कर्म करिया को इच्छा आ तेणु से जहाँ से अनुसार कहते आ तुम्हें खंडे गामछा आनच चारि खंड गामछा जगार तेणु सी कौन कर खंडे कलश देला आ सब सूता पकई कम कला आ कौन अच्छी मोर कहबार कथा ये एमती अपभ्रंश एटा अपसंस्कार अवक्षय आउ बर्तमान जो घीओ दिया जाउथला बाहरला दीप दीपर सब कि प्रकार माने 2 नंबर घीओ तेणु कुआड़ कुआड़ गलानी सब विलुप्त हो गलानी धारा कुआड़ नष्ट हो कहीं करा जाइथिला महादेव दर्शन बेलपत्र पादुक पाइबा तुलसी पत्र चौरा पूजा करिया तुलसी पत्र पानी पीबा सब संस्कार से शुभ संस्कार सब लोप पाई गलानी लोक कहले एगुड़ा सब धर्मांधता गुरुजन को प्रणाम करिबा सूर्य को प्रणाम करिबा प्रणाम नहीं प्रणाम रे निजे बंचीबी से कथा के बुझुना आम लाभ पाई प्रणाम कराई नईकि मुंडटा कहले पित्तटा तलू आसब सी कौन आशीर्वाद कले कौन देले परवर्ती कथा आमर से जो पोजिशन टा ये पोजिशन हूँ आम शरीर पे मंगलदायक यही है कथा तत्व के जानूना तत्व जानिले जापर सबूर विधान भितर ये शरीर देह सॉरी देह मन प्राण तीनिटार मंगल करने आगुर जो आध्यात्मिक तत्व थिला से तत्व जे पर्यंत प्रतिष्ठित न होइचे से पर्यंत आमर उन्नति हो पार ना ठाकुर अनुकूल चंद्र से धारा देले ताहा क्रमश 10,000 वर्ष लगे बोली से कहते ये दिन अधकर कथा नुह ये स्टैंड करने आखि दृश्य हवा आमको अपेक्षा करिया पड़िबो केते जनरेशन कटि जीवो आम जनरेशन तो परफेक्टली हे परुनी आ किछि किछि परिवार अछि जो परिवार की जो पिला माने सब दीक्षा नउचंती ताकर यंग मास रे मध्य से यंग जनरेशन चललानी ताको पिला माने आउर भलो हेबे तेणु सेटा जो 1 to 5% मोली 1 to 5 ए दशंधि भितरे एक रु 5% मात्र समुद्र को संख्या पानी से परिमाण युवगोष्ठी उठी ना से परिमाण संस्कार प्रति परिवार भितर प्रवेश करना से परिमाण झील मैंने उद्बुद्ध होना से परिमाण विवाह करुवा नारी माने सचेतन होना से परिमाण सत्संगर प्रयोजनीयता लोक उपलब्धि करना आज ओडिशा सत्संग ओपन फॉर ऑल आपण देखो केते लोक अच्छा मात्र 104 जन जूम रे आउ यूट्यूब रे 400 के 500 थिबे कई हजार हजार लोक तो जॉइन कर पारंते सुनते कहांती ये समय तो कोडी सत्संग नाही कोडी तो ये सब तर्जमा आलोचना हो नाही किंतु एठी कहांते नाही काई नाही सेटा हुए तो आपण मानकर खबरा खबर देई नथिबे आपण निजे खाई पेट भुलेई बसचंती अन्य को मंगल करने चेष्टा कर नथिबे अपर मंगल काम नहीं निज मंगल प्रसूति कई एटा स्प्रेड करू नाही कहीं आमे 5 वर्ष कटि गलानी प्रतिदिन 5,000 लोक जॉइन करेनि कई मु तो निजे यही बसुची प्रतिदिन मोर आशा मिनिमम 5,000 कई हे पारु नाही कहीं आमे आमे निज निज धंदारे व्यस्त आपन धंदा घुरे जारा हए आछे जान तमरा निज धंदारे जे घुरुची से जी थाउ थाउ मला भलिया इष्ट धंदा घुरलो जे बाजी मात करलो से
मो स्त्री को मो मत बुझीपारुची कौच कहीं गोटे बकर बकर हो से बुझीपारुनी मत कौन कर निरुपाय जे कहीं से तुम किसी काम धंदा ना मो सबुठ बड़ धंदा यहाँ सबुठ बड़ धंदा हूँ मनीष मन को जगे दबा जाग्रत करवा से बुझीपार ना आउ क्या कौन कह तेणु आपण मान अनुरोध आप स्प्रेड करूँ हजार हजार संख्यार लोक योगदान करंतु तांकर प्रश्न पचारंतु मतामत दियंतु हाथ देखिए मतामत भी दे पारिबे कोठी भूल हेले भी कहि पारिबे एटी समस्त को अखंड क्षमता दिया जाइछि जदि मु भी कहि दिए को कथाटा भूल कहि देली आज्ञा आपण एमती कहले उल्टाटा हेला एटा तो ठीक नुह हाँ मु ताको संशोधन करी मु जे माने 100 रु 100 परफेक्ट सेटा नुहे हौ जय गुरु माँ अंजलि माँ हाँ दादा जय गुरु। नहीं आउ रहिला हाँ, जय जय गुरु गुरु दादा जय हौ गुरु। नेक्स्ट हौ सराब भाई आपण तो अछंती हम आपन कोन कहबी कोंतु कोन आपन कोन लागुची टिके दादा माने जय भलो गुरु लागुची तो ना नहीं भूलभाल होउची दादा जय गुरु सराब भाई जय गुरु आज्ञा जय जय गुरु गुरु କଥା କଣ ହଉଛି ଏବେ ଆଲୋଚନା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶୁଣିଲି ଯେ हां ଯେ ଦେବଦେବୀ ବା ଏ ଠାକୁରଙ୍କୁ ଆପଣ ଯେ ବସେଇଛନ୍ତି ପୂର୍ବ ଦିଗରେ ଯଦି କାନ୍ଥରେ ବସେଇଛନ୍ତି ବୋଲେ ପଶ୍ଚିମ ମୁହାଁ ହେଇକିରି ତାକୁ ପରିବର୍ତ୍ତନ କରନ୍ତୁ ଜାଗା ଏଇ ରକମ କଣ ଶୁଣିଲି ସେଟା କଣ किए कहले ଉଚିତ ଏ नहीं तो ଆଲୋଚନା परिवर्तन नहीं 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 ହଁ उठा पका नहीं नहीं से ଆଜ୍ଞା कथा कुआ जाई नहीं आपण କଣ रिकॉल କରାଯିବ करिवे आपण आउ थरे यूट्यूब रु सुनिबे जदि ହଁ पूर्व दिगरे बसैचंती ହଁ पश्चिम मुहां करी ताहेले ଆଜ୍ଞା आपण ହଁ ठाकुर को उत्तर दिगरे बसांतु पूर्व मुहे पश्चिम दक्षिण मुहां करी यही कथा कुआ जाइछि आपण उत्तर ଆଚ୍ଛା दिगरे ठाकुर को बसांतु हां आपण जणे कहउछन आमे सेही गोटिए ठाकुर घरे आमे गुरु को बसई परिबा कि नाही तांकू यही सजेशन दिया उठा पका नहीं ବର୍ତ୍ତମାନ देवता ମୁଁ मान को उठेबार प्रश्न नहीं से जोटी अछन थांतु ବାସ୍ तांको मुह जुआड़ को थाऊ आपण ହଁ अलगा माने विपरीत मुख कौन पूर्व पश्चिम ना उत्तर ହଁ दक्षिण क्रॉस ହଁ होती एटा तेणु आपण ହୁଁ पूर्व जोटी जो माने देवदेवी अछन पूर्व दिगरे पश्चिम मुहां रहिले तेणु आपण पूजा कला बेले बसिबे पूर्व मुहां ହେଇକିରି ହଁ जोटी गुरु बसिबे कोउठी ना गुरु को बसिबे उत्तर दिगरे हाँ से दक्षिण मुहां बसिबे आपण पूजा कला बेले कुआड़ मुह करिवे ना उत्तर मुहां ହେଇକିରି यही डायरेक्शन दिया आपण भल कि आउ थे शुणु आपण से जो कथा कहले सेटा नुह से कथा कुआ जाइनी उठा उठी ଏବେ नहीं କଣ ଦାଦା ଶୁଣନ୍ତୁ ଦୟାକରି ଯେ ଠାକୁର ବସିଛନ୍ତି ଆସ୍ଥାନଟା ଅଛି ପୂର୍ବ କାନ୍ଥରେ ମାନେ ପଶ୍ଚିମ ପଟ हाँ ମୁହାଁ ହେଇକି ଅଛନ୍ତି ଆମେ हाँ ठीक अच्छे ଯୋଉ ନାମ ଧ୍ୟାନ ଇତ୍ୟାଦି କରୁଛୁ ବା ଇଷ୍ଟଭୂତି ବଗେରା କରୁଛୁ ପ୍ରାର୍ଥନା କରୁଛୁ ସବୁ ସେ ପୂର୍ବ ମୁହାଁ ହେଇକିରି କରୁଛୁ ସେଟା କଣ ଭୁଲ କି हाँ भल 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 ठीक अच्छे ठीक ଠାକୁରଙ୍କୁ अच्छे ମୁହଁ କରିକିରି हाँ ସେଇ हाँ 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 आपन ए लाइन ठीक अच्छे किसी नहीं तो ଆଜ୍ଞା आप ठीक कर हाँ ହଁ हाँ ଠିକ ଅଛି ठीक अच्छे आपन ରହିଲି धारा ଜୟ ठीक ଗୁରୁ अच्छे ଜୟ जय ଗୁରୁ गुरु जय गुरु जय गुरु आउ कार कौन प्रश्न अच्छी ये इप्सिता दास आप ऑडियो खोलेनी इप्सिता दास हेलो इप्सिता दास ऑडियो खोलिबे कि हेलो माँ आप खोलिबे ना नहीं आमे असुविधा पड़लु इप्सिता दास हेलो हेलो कौन शुणु ना मु करी कौन दास माँ हाँ खोलि ठीक अच्छे ଜୟ ଗୁରୁନାଥ। जय गुरु ନାଇଁ ମୁଁ ଗୋଟେ କାମରେ ରହିଯାଇଥିଲି ମୁଁ ଖାଲି ଶୁଣୁଥିଲି। आज्ञा ହ୍ୟାଲୋ। ଆଜ୍ଞା ଆଜ୍ଞା ଜୟ ଗୁରୁ। जय गुरु ନାଇଁ ମୁଁ कौन ଏଠି ଯୋଉ कहतु ସତ୍ସଙ୍ଗ ଟାଇମରେ ଯୋଉ ଦାଦା କହୁଥିଲେ ସେଇଥିରୁ ସେ କଣ ମାନେ କହୁଥିଲେ ଯୋଉ ଟପିକ ତ ଅଲଗା ଅଛି ସେ କହୁନଥିଲେ କି ଯେ ମାନେ ଯେମନି ମତି ସନ୍ତାନ ହୁଏ ତେମନି ମତି ସେଇଟା ଉପରେ କହିଥାନ୍ତି। कौन कौन बुझीपारे आप प्रश्न कौन ମାର ଯେମନି ମତି ପତି ସ୍ୱାମୀ ଠାରେ ସନ୍ତାନ ହୁଏ ତେମନି ମତି ଯୋଉ स्वामी ଉପରେ ठारे जार କହୁଥିଲେ जेभଳି କି मती ସ୍ୱାମୀ संतान पाई सेभଳି मती ଆଜ୍ଞା ଆଜ୍ଞା स्वामी ठी जार ଯେମିତି जेभଳି रति ଟିକେ ଦାଦା शुणु ମାନେ ना नहीं
ଆପଣ ତ କହି ଚାଲିବେ ମୁଁ କଣ କରିବି? ଆପଣ ଥରେ କହିଲେ ଅଧା ବାନ୍ତିରିଆ କହିଲେ ମୁଁ ତ ପୁରା କରି କହୁଛି ସ୍ୱାମୀଠି ଯାର ଯେଭଳି ରତି ସନ୍ତାନ ପାଏ ସେଭଳି ମତି ଆଜ୍ଞା ହେଲା। ହଁ ବାସ୍ କଣଟା ଏଇଥିରେ କଣ ବୁଝିବାର ଅଛି କୁହନ୍ତୁ? ବୁଝିବାର ଅଛି ଯେ ଦାଦା ଯୋଉ ଯାଜନରେ କହିକି ଗଲେ ସତ୍ସଙ୍ଗ ଟାଇମ ରେ କି ଏବେ ଆମେ ହୁଁ ଦେଖିବାକୁ ପାଉଛୁ ମାନେ ସ୍ତ୍ରୀ ଯେଭଳି ଭାବରେ ମାପିଦବ ସ୍ୱାମୀଙ୍କୁ ସେଇଭଳି ଭାବରେ ସନ୍ତାନ ପାଖରେ ହୁଁ ଭଲ ଗୁଣ ସ୍ୱାମୀର ଆସିବ। ଆଉ ହୁଁ ନହେଲେ ଏମିତି ଏବେ ବି ଦେଖାଯାଉଛି ସ୍ୱାମୀଙ୍କର ଖରାପ ଗୁଣ ଗୁଡା ସନ୍ତାନ ପାଖରେ ଆସୁଛି, ଭଲ ଗୁଣ ଗୁଡାକ ଆସୁନି। ସେଇଟା ଉପରେ ହଁ ବାସ୍ ହଁ ସମଝାନ୍ତି। ସେଇ କଥାଟା ହଉଛି କଣ ସ୍ୱାମୀ ଦୋଷ ତ ଝିଅ ଧରିବୁ ନାହିଁ କୁହାଯାଇଛି, କିନ୍ତୁ ଆଜିକାଲି ଯୁଗରେ ସ୍ୱାମୀଙ୍କର ଦୋଷଟା ଆଗ ଦେଖାଯାଉଛି। ଠାକୁର କହିଲେ ତୁମେ ଯାହା ହିଁ ଦେଖ ନା କାହିଁକି ସର୍ବାଗ୍ରେ ତାର ଭଲ ଦିଗକୁ ଦେଖିବାକୁ ଚେଷ୍ଟା କର। ଠାକୁରଙ୍କର ଏଇଟା ସତ୍ୟାନୁସରଣ ବାଣୀ। ଆଗ ଭଲଟା ଦେଖ, ଲୋକର ତ ଖରାପ ବହୁତ ଅଛି। ମୋର ନିଜର ଅଛି, ଆପଣଙ୍କର ବି ଅଛି, ସମସ୍ତଙ୍କର ବହୁତ ଖରାପ ଭାବ ବି ଅଛି, କିନ୍ତୁ ଭଲ ଭାବ ତ କିଛି ଅଛି ନା, ନହେଲେ ମଣିଷ ଜନ୍ମ ପାଇଲା କେମିତି? ଯିଏ ମଣିଷ ରୂପରେ ଆସିଛି ତା ଭିତରେ କିଛି ନା କିଛି ଭଲ ଗୁଣ ଅଛି। ତେଣୁ ସେମିତି ସ୍ୱାମୀ ଚୋର ହେଇପାରେ, ଖଣ୍ଟ ହେଇପାରେ, ଧର୍ମ ଦ୍ରୋହୀ ବି ହେଇପାରେ, ଯାହା ବି ହେଇପାରେ, ତା ଭିତରେ ଭଲ ଗୁଣଟା କିଛି ଅଛି ନା। ଆଉ ସେଇ ଭଲ ଗୁଣ ଗୁଡିକୁ ଆପ୍ରିସିଏଟ କରିବ, ତାକୁ ପସନ୍ଦ କରିବ, ଖରାପ ଟାକୁ ଆଭଏଡ କରିଦବ, ଆଉ ଭଲ ଗୁଣ ଆହୁରି କେମିତି ବଢିବ ସେ ତା ପାଇଁ ଚେଷ୍ଟା କରିବ। ତାହେଲେ ସେଇ ଭଲ ଗୁଣ ଗୁଡିକ ନିଜ ପିଲା ଭିତରେ ଇନପୁଟ ହବାର ସମ୍ଭାବନା ରହିଲା। ଆଉ ଦୋଷ ଦେଖି 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 ତୁମ ମନ ଭିତରେ କଳଙ୍କ ଗୁଡାକ ଆସିଗଲା, ଆବର୍ଜନା ଗୁଡାକ ଆସିଗଲା, ଆପଣଙ୍କର ଶୟନେ ଶୋଭନେ କିବା ଜାଗରଣେ ସେଇ ପ୍ରକାର ଟେନସନ ଲାଗିକି ରହିଲା, ଆପଣଙ୍କ ପିଲା ଗର୍ଭରେ ରହିଲା, ଆପଣ ତା ଭିତରେ ବି ସେଇ ଭାବ ରହିଲା, ତେଣୁ ଖରାପ ଗୁଣ ଗୁଡାକ ଆସିଲା, ଭଲ ଗୁଡାକ ଆଉ ଆସି ପାରିଲା ନାହିଁ। ବାଟ ମା ହଉଛି ମାପିଦବ। ଆୟୁର୍ବିତ୍ତ କର୍ମଚ ବିଦ୍ୟା ନିଧନ ମେ ବଚ ପଞ୍ଚଇତାନି ହିଁ ସୃଜନ୍ତେ ଗର୍ଭସ୍ଥ ଦହୀନ। ଆୟୁ ବିତ୍ତ କର୍ମ, ଆୟୁ ବିତ୍ତ କର୍ମ ବିଦ୍ୟା ନିଧନ ମୃତ୍ୟୁ ମଧ୍ୟ ନିର୍ଦ୍ଧାରିତ କରିଛି ମା। ମା ତାର ମୃତ୍ୟୁ ପାଇଁ ମଧ୍ୟ ବ୍ୟବସ୍ଥା କରିଦେଇଛି। ଆପଣ ଭାବନ୍ତୁ, ଏଇଟା ଆଉ ଖୋଲିକିରି କହୁନି, ଆପଣଙ୍କ ପିଲାଟା କୋଉଠି ଆକ୍ସିଡେଣ୍ଟରେ ମରିଗଲା, ତା ପାଇଁ ମା। ପିଲାଟା ଯଦି ଖରାପ ବାଟରେ ଗଲା, ଚୋରି ମିଛ କହିଲା, ତା ପାଇଁ ଦାୟୀ ହଉଛି ମା। ପିଲା ଯଦି ମିସଗାଇଡେଡ ହେଲା, ତା ପାଇଁ ଦାୟୀ ହଉଛି ମା। କର୍ମ ବା କି ପ୍ରକାର କର୍ମ କରିବ, ମା ର ମୁଣ୍ଡ ଭିତରେ ସେଇ ଚଳନ ଚରିତ୍ର ଗୁଣ ଥିବା ଦରକାର। ମା ତ ମାନୁନି, ମା ର ବେଇମାନି ବୁଦ୍ଧି ଅଛି, ପିଲା ବେଇମାନି ବୁଦ୍ଧି ଧଇଲା, ମା କାହାକୁ ମାନେ ନା, ମା ତାର କହ ମୁଁ ଯାହା କହିଲି ସେ 100% ଠିକ, ଆଉ ପିଲା କହିବ ମୁଁ ଯାହା କରୁଛି ଠିକ, ଆଉ କଣ? ତେଣୁ ଏମିତି ହେଇକି ଦୁନିଆ ନଷ୍ଟ, ବୁଝିପାରିଲେ? ତେଣୁ ଏଇଥିପାଇଁ ଆଗ ହଉଛି ମା। ମା ମାପି ଦିଏ, ସେ ଯୋଉ ଦାଦା କହିଲେ ମା ମାପି ଦିଏ, ମାପିବାର ଏ ପିଲା ପରିଗଠନ ମୂଳ ହଉଛି ମା। ମାତୃଭକ୍ତି ଅତୁର ସେତେ, ହଁ ସେ ପିଲା କୃତି ହଏ, ମା କୁ ନେଇକିରି ପିଲା। ମାଟି ତ ଅଛି, ମାଟି ଅଛି, କୁମ୍ଭାର ଗଢୁଛି ନା ନାଇଁ? ଏଇ ମାଟିରୁ ଦେବତା ମାନେ ଗଣେଶ ମୂର୍ତ୍ତି ତିଆରି ହଉଛି, ଏଇ ମାଟିରୁ ପୁଣି କଣ୍ଢେଇ ତିଆରି ହଉଛି, ଏଇ ମାଟିରୁ ପୁଣି ଦୀପ ତିଆରି ହଉଛି, କରୁଛି କିଏ? କରୁଛି କୁମ୍ଭାର। କୁମ୍ଭାର ତାର ଯେମିତି ଗଢି ଦିଏ, କୁମ୍ଭାର ଦିଅ ଗଢିବ, ନହେଲେ ମାଙ୍କଡ ବି ଗଢିବ। କୁମ୍ଭାର ହାତରେ ମାଟି, ମାଟି ହେଲା କୁମ୍ଭାର ହାତରେ, ସିଏ ଗଢୁଛି ଯେମିତି ମୂର୍ତ୍ତ ହୁଏ ଯୋଉଠି ତା ନା ମୂର୍ତ୍ତି। ଜାଗ୍ରତ ହେଇଯାଏ, ଦେଖିବା ପାଇଁ ଆମ ମାନଙ୍କୁ ସୁବିଧା ହୁଏ, ଇଏ ବଢିଆ ମୂର୍ତ୍ତି ଟା, ଏ ଗଣେଶ ମୂର୍ତ୍ତି, ସେ କିଏ ଗଢିଛି? ଜଣେ କୁମ୍ଭାର। ମାଟି, ଏଇ ମାଟି କି ନେଇକି ଗଢିଛି, ଏଇ ମାଟିରେ ପୁଣି ଦୀପ ହେଇଛି, ମାଟିରେ ପୁଣି କଳସ ହେଇଛି, ଏଇ ମାଟିରେ ସବୁ ହଉଛି, ଯାହା କରୁଛି କୁମ୍ଭାର ତା ଇଚ୍ଛା ଅନୁସାରେ। କୁମ୍ଭାର ଟା ତା ନିଜସ୍ୱ ଇଚ୍ଛା ଅନୁସାରେ କାହାକୁ ମାଠିଆ କଲାଣି, କାହାକୁ ହାଣ୍ଡି କଲାଣି, କାହାକୁ କଳସୀ କଲାଣି,
କାହାକୁ ସରା କଲାଣି, କାହାକୁ ଦୀପ କଲାଣି, କାହାକୁ ମୂର୍ତ୍ତି କରିଦେଲାଣି। ଏଇଟା ଯେମିତି କୁମ୍ଭାର ଉପରେ ଡିପେଣ୍ଡ କରେ, ସେମିତି ପ୍ରତିଟି ମା ଭିତରେ ଦେବତା ତିଆରି କରିଦେଇପାରେ, ରାକ୍ଷସ ବି ତିଆରି କରିଦେଇପାରେ। ହିରଣ୍ୟକଶିପୁର ପୁଅ ପ୍ରହ୍ଲାଦ କୟାଧୁ ତାକୁ ବଦଳି ଦେଲା। ହିରଣ୍ୟକଶିପୁର ପୁଅ ହିରଣ୍ୟକଶିପୁର ସ୍ତ୍ରୀ ହଉଛି କୟାଧୁ। କୟାଧୁ ମରିଚ ଆଶ୍ରମରେ ସେ ଅବସ୍ଥାନ କରିଥିଲା ଏବଂ ସେଠି କିଛି କିଛି ଜାଣିଛି। ନାରଦ ସବୁଦିନ ଆସିକି ଜ୍ଞାନ ତତ୍ତ୍ୱ ଦଉଥିଲେ। ନାରଦଙ୍କ ଠାରୁ ଜ୍ଞାନ ତତ୍ତ୍ୱ ପାଇକିରି କୟାଧୁ ଭିତରେ ଯୋଉ ଅସୁରତ୍ୱ ଲୋପ ପାଇଯାଇଥିଲା ଏବଂ ଅନ୍ତସ୍ଥ ସନ୍ତାନ ଯେ ପ୍ରହ୍ଲାଦ ଥିଲା ସେ ଭଗବତ ପରାୟଣ ହେଇଗଲା। ଆପଣ ଭାବନ୍ତୁ, ପ୍ରଥମ ଦିନରୁ ହିଁ ସେ ନାରଦ ତାକୁ ଟେକଅପ୍ କରିନେଇଥିଲେ। ନାରଦ ନିୟମିତ ହରିଙ୍କ କଥା କହୁଥିଲେ। ବାଇ ବାର୍ଥ ଓଡିଆରୁ ପଡି ଗଜା ପ୍ରହ୍ଲାଦ ପରମ ଭକ୍ତ, ହରିଙ୍କର ଶ୍ରେଷ୍ଠ ଭକ୍ତ। ଯଦିଓ ଅସୁର ବଂଶରେ ଜନ୍ମ ହେଇଛି କିନ୍ତୁ ହରିଙ୍କର ପରମ ଭକ୍ତ। ଏହା ସମ୍ଭବ ହେଲା ମା ଯୋଗେ, ମା କୟାଧୁ ଯୋଗେ। ଏବଂ ସେ ସାଦରେ ନାରଦଙ୍କର କଥାକୁ ଗ୍ରହଣ କଲା ଏବଂ ତାକୁ ଆଉ ପଠେଇ ଦିଆଗଲା ନାହିଁ, ମାରିଚଙ୍କର ଆଶ୍ରମରେ ସ୍ଥାନିତ କରାଗଲା। ନାରଦଙ୍କର କଥା ଅନୁସାରେ ଲୁକାୟିତ ଭାବେ ସେଠି ରଖାଗଲା। ବହୁତ କଥା ଅଛି, ଆପଣ ପଢିବେ, ପୁରାଣ ପୋଥି ପଢିବେ, ସବୁ ତତ୍ତ୍ୱ ଜାଣିବା ଦରକାର କେମିତି ସେ ତିଆରି ହେଲା। ବିନା କାରଣରେ କାର୍ଯ୍ୟ ଆସିବ ନାହିଁ। ତାକୁ ଭଗବାନ ମାନେ ନିଜେ ବାପା ଚାହୁଁଛି ମାରିଦେବା ପାଇଁ, ନିଜେ ହିରଣ୍ୟକଶିପୁ ହାତୀ ଚଢେଇ ଦେଲା, ସେ ମଲାନି। ତାର କାରଣଟା କଣ? ମା କିନ୍ତୁ କାନ୍ଦୁନି, ମା ଆକୁଳ ବ୍ୟାକୁଳ ହଉନି। ମା କହିଲା ତାହେଲେ ହରିଙ୍କୁ ଧରିଥିବା ଲୋକ ମରିଯିବ ନା? ଅସମ୍ଭବ। ମା ଦୃଢ ନିଶ୍ଚୟ ଥିଲା, ରଖେ ହରି ମାରେ କିଏ, ମାରେ ହରି ରଖେ କିଏ। ଯାହାଙ୍କ ହୃଦୟରେ ହରି ରହିଛି ତାକୁ ମାରି ପାରିବାର କ୍ଷମତା କାହାରି ନାହିଁ। ତାହା ମାନେ ମୁଁ କଣ ଭେଜାଲ? ମା ନିଜକୁ ପଚାରୁଛି, ମୁଁ କଣ ପିଲାଟାକୁ ଠିକ ଗଢିନି? ସେତେବେଳେ ତେଲ କୋଡରେ ପକାଗଲା, ଚମିକି ପଡିଲା। କୟାଧୁର ସମ୍ମୁଖରେ କୟାଧୁକୁ ଭର୍ତ୍ସନା କରିକି ହିରଣ୍ୟକଶିପୁ କହିଲା ପରେ, ଏଭଳିଆ ପିଲା ଜନ୍ମ କରୁଛୁ, ମୋ କଥା ବାପା କଥା ମାନୁନି। ବହୁତ ଭର୍ତ୍ସନା କରୁଛନ୍ତି, ତଥାପି ସେ ନିରୁତ୍ତର। ଯେତେବେଳେ ତେଲ କଡାରେ ପକା ଯାଉଛି, ସେ ବସି ପଡିକି ତେଲ କଡା ଗରମ ତେଲ ଭିତରେ ବସିକିରି ଭଗବାନଙ୍କ ନାମ କରୁଛି। ତେଲ ଥଣ୍ଡା ହେଇଗଲା, ତେଲ ଶୀତଳ ହେଇଗଲା, ତାକୁ ଶୀତଳ ପାଣି ଭଳିଆ ଲାଗିଲା, ଘିଅ ଭଳିଆ ଲାଗିଲା। ଯେତେ ନିଆଁ ଜାଳିଲେ ମଧ୍ୟ ସେ ଗରମ ହେଲା ନାହିଁ। ଥଣ୍ଡାକୁ ଥଣ୍ଡା, ଖାଲି ଥଣ୍ଡା ହେଇ ଚାଲିଲା। ଆପଣ ଭାବନ୍ତୁ। ଆଉ ହୋଲିକା ଯୋଉ ନିଆଁରେ ପୋଡି ଦଉଲି ବସିଥିଲା, ଆପଣ ଜାଣିଛନ୍ତି ସବୁ। ମୁଁ କଣ ନୂଆ କଥା କିଛି କହୁନି, ତା ତତ୍ତ୍ୱ ଗୁଡାକ ଖାଲି କହୁଛି। ହୋଲିକା ପଡିଗଲା କିନ୍ତୁ ପ୍ରହ୍ଲାଦ ବଞ୍ଚିଗଲା। ଆପଣ ଜାଣିଛନ୍ତି ସବୁ। ଏ କାରଣଟା କଣ? ଏଇ ହରିନାମ। ଝଟକା ଆସିବ, ହରିଭକ୍ତ ଝଟକା ପାଇବ, କିନ୍ତୁ ସିଏ ଷ୍ଟାଣ୍ଡ କରିବ। ଏଇଟା ହେଲା କଥା। ଏଇଟା ହଉଛି ମାର କରାମତି। ମା, ଭାରତ ମାତା କି ଜୟ। ଭାରତର ମା ମାନଙ୍କୁ ଜୟ ଜୋଗାର କରାହେଇଛି। ଆକୁ ଲୋକ ବୁଝୁନାହାନ୍ତି। ଭାରତ ମାତା ମାନେ ମାଟି ନାଇଁ, ଭାରତର ମା ମାନେ ବୀର ପ୍ରସବିଣୀ ମା। ଏ ବୀର ସନ୍ତାନ ସୃଷ୍ଟି କରିଛି ଏଇ ଭାରତର ରମଣୀ ମାନେ। ତେଣୁ ଭାରତ ମାତା କି ଜୟ ମୁଁ ଲେଖିଛି, ଲକ୍ଷ୍ମୀ ବୋହୂ ବହିର ଫାଷ୍ଟ ପେଜରେ ଲେଖିଛି ଏଟାକୁ। ଯୋଉମାନେ ପଢିଥିବେ ଜାଣିଥିବେ, ଲକ୍ଷ୍ମୀ ବୋହୂ ବହି ପଢିଥିବେ ଜାଣିଥିବେ, ଭାରତ ମାତା କି ଜୟ। ଆମେ ମାନେ କହୁଛୁ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ସ୍ୱର୍ଗ ଠାରୁ ବଡ। ପିତା ଧର୍ମ, ପିତା ସ୍ୱର୍ଗ, କିନ୍ତୁ ଇଏ ସ୍ୱର୍ଗ ଠାରୁ ବଡ। ମା କୁ ବଡ ଆସନ ଠାକୁର ଦେଇଛନ୍ତି, ବୁଝିପାରିଲେ? ଶାସ୍ତ୍ର ଦେଇଛି, ଠାକୁର ବି ଦେଇଛନ୍ତି। ମାର ଆସନ ସବୁଠାରୁ ବଡ। ଛାଡ଼ନ୍ତୁ, ଆଉ ସିଆଡକୁ ମୁଁ ଯାଉନି। ଆପଣ ଯୋଉ ପ୍ରଶ୍ନ କଲେ, ମା
ମାର ମନ ମୁତାବକ ପିଲା ତିଆରି ହବ ଏଇଟା 100% ଏଟା ବୁଝିବା ଦରକାର ମା ଯେମନ ପିଲା ହବ ତେମନ ହେଲା ଜୟ ଗୁରୁ ଆଉ କଣ ଅଛି କୁହନ୍ତୁ ଆଉ ଆଜି ଆଜି ଆମେ ସଭା ସାଙ୍ଗ କରିବା ନା ଆଉ କଣ କଣ ଅଛି କୁହନ୍ତୁ କାହାର ଆଉ ଲିପ୍ସିତା ମା କଣ କହିବ ନାଇଁ ଠିକ ଅଛି ଆମେ ଏ ଯୋଉ ଏବେ କଣ ଶର୍ମିଳା ପ୍ରଧାନ ମା କଣ ଆପଣ ଏବେ ହାତ ଦେଖିଲେ ଶର୍ମିଳା ପ୍ରଧାନ ମା ଆଉ କଣ କୁହନ୍ତୁ ସରିଲା ସମୟ ଆପଣ ଲାଷ୍ଟ ରୁ ଏବେ ହାତ ଦେଖୁଛନ୍ତି ଶର୍ମିଳା ପ୍ରଧାନ ମା କୁହନ୍ତୁ ଜୟଗୁରୁ ଦାଦା ଜୟ ଗୁରୁ କୁହନ୍ତୁ ଜୟଗୁରୁ ଦାଦା ମୋର କୋଶ୍ଚିନ୍ ଏବେ ଯୋଉ ଶୁଣିଲି ମା ଜଣେ ତାର ସନ୍ତାନର ମୃତ୍ୟୁଟାକୁ ମଧ୍ୟ ଇଏ କରେ ତ ନିର୍ଦ୍ଧାରିତ କରେ ଏଇଟା କେମିତି ଆଜ୍ଞା ଶୁଣନ୍ତୁ ଇଏ ତ ଆଜି ସମୟ ନାହିଁ ଏତିକି କହୁଛି ଆପଣ ଦେଖନ୍ତୁ ମୁଁ କହିଦେବି ଗୋଟିଏ ଖାଲି ପଏଣ୍ଟ ଦଉଛି ଆହୁରି ବହୁତ ପଏଣ୍ଟ ଅଛି ସବୁ କହିବା ସମ୍ଭବପର ନୁହେଁ ଆଜି ହେଲା ଅଧଘଣ୍ଟା ଘଣ୍ଟାଏ ଲାଗିବ ଆଜ୍ଞା ଦେଖନ୍ତୁ ଅଭିମନ୍ୟୁ ମଲା କାହିଁକି ମଲା ଅଭିମନ୍ୟୁ ମଲା କାହିଁକି ତ ସିଏ ଚକ୍ର ସ୍ୱାମୀ ବିହୁଟା ହଁ ପଶିବାରଟା କୁହନ୍ତୁ କୁହନ୍ତୁ ଜାଣିଥିଲେ କିନ୍ତୁ ମାନେ ବାହାରିବାଟା ସେ ଶୁଣି ନଥିଲେ ଶୋଇ ପଡିଥିଲେ କାହିଁ ଶୁଣିଲାନି କିଏ ଶୁଣିଲାନି ସୁଭଦ୍ରା ଶୋଇ ପଡିଥିଲେ ବାସ୍ ଆପଣ ଠିକ ପଏଣ୍ଟ ଜାଣିଲେ ସୁଭଦ୍ରା ମା ସ୍ୱାମୀ କହୁଥିଲା ବେଳେ ତାଙ୍କ କଥାକୁ ଆଭଏଡ କରିବା ନାରୀର ଅଧିକାର ନାହିଁ ସେ ଯାହା କହୁଛନ୍ତି ସେଗୁଡାକୁ ତନ୍ନ ତନ୍ନ କରି ଜାଣିବା ଦରକାର ଶୁଣିବା ଦରକାର ବୁଝିବା ଦରକାର କରିବା ଦରକାର ଯୋଗ ଏଠି ସ୍ୱାମୀକୁ ଅବଜ୍ଞା କରିଲା ଏବଂ ନିଜ ପିଲାଟାକୁ ମାରିବାର ବାଟ ଖୋଲିଦେଲା ଆଜ୍ଞା ଏତିକି କହିଲି ଆଉ ଅଧିକା କହିବିନି ଚକ୍ରବ୍ୟୁହ ଭେଦଟା ଯଦି ସେ ଜାଣିଥାନ୍ତା ଫେରିବାର କଥାଟା ଯଦି ସେ ଶୁଣିଥାନ୍ତା ତାହା ମୃତ୍ୟୁର କାରଣ ହେଇନଥାନ୍ତା ହେଲା ଆଉ ବିଧି ନିର୍ଦ୍ଦିଷ୍ଟ ତ ଅଛି ସେ ପଥା ପଛରେ କିନ୍ତୁ ମୂଳ କାରଣ ହେଲା ମା ମୂଳ କାରଣ ହେଲା ମା ଗଲା ଆପଣ ଦେଖନ୍ତୁ କର୍ଣ୍ଣକୁ ଡକା ଯାଇଛି କର୍ଣ୍ଣକୁ ମଧ୍ୟ ସଚେତନ କରାହେଇଛି କୁନ୍ତୀ ମଧ୍ୟ ତାକୁ ଜଣେଇଛନ୍ତି ତା ସତ୍ତ୍ୱେ ମଧ୍ୟ ସେ ସଚେତନ ହେଲାନି କହିଲେ ମା ଇଏ ଯିଏ ମଲେ ବି ସେ ତୁମର ସେ ପାଣ୍ଡବ 5 ଏହା କହିକି ଚାଲିଗଲେ ଅର୍ଜୁନ ମଲେ 5 କର୍ଣ୍ଣ ମଲେ ବି 5 ନିରୁତ୍ତର ହେଇଗଲେ ମା ଆଜ୍ଞା ଆପଣ ଦେଖନ୍ତୁ ତାଙ୍କର କାରଣଟା କଣ ମାଙ୍କ କଥା ଅବଜ୍ଞା କଲେ ହରି ବିରୋଧୀ ହେଲେ ହରି ଭକ୍ତ ବିରୋଧୀ ହେଲେ ଦୁର୍ଯ୍ୟୋଧନର ଅନ୍ୟରେ ପ୍ରତିପାଳିତ ହେଇ ଧର୍ମ ଅଧର୍ମ ଜ୍ଞାନ ରହିଲା ନାହିଁ ହିତାହିତ ଜ୍ଞାନ ରହିଲାନି ବିଚାର କରିବାର କ୍ଷମତା ରହିଲା ନାହିଁ ଅନ୍ୟାୟ ଅଧର୍ମକୁ ପ୍ରଶ୍ରୟ ଦେଲେ ଯାହାର ବିପର୍ଯ୍ୟୟ ଘଟିଲା ମୃତ୍ୟୁର କାରଣ ହେଲା କର୍ଣ୍ଣ ମଲା ନହେଲେ କର୍ଣ୍ଣ ଭଳିଆ ବୀର ପାଣ୍ଡବକୁ ଧ୍ୱଂସ କରିଦେଇଥାନ୍ତା ବୁଝିପାରିଲେ ହଁ ପାଣ୍ଡବକୁ ଦାଦା ଏଠି ବିନାଶ କରିବା ପାଇଁ ଏକମାତ୍ର କର୍ଣ୍ଣ ସମର୍ଥ ଆଜ୍ଞା କିନ୍ତୁ କର୍ଣ୍ଣ ମରିଗଲା କାହିଁକି ତା କାରଣ କଣ ବୁଝିପାରିଲେ ନା ଆଉ ରହିଲା ନାଇଁ ଏଇଠି ମା ତ ମୃତ୍ୟୁ ତାଙ୍କୁ ସଚେତନ ଆଜ୍ଞା ନାଇଁ ନାଇଁ ମା ତ ସଚେତନ ଏଇଟା ହଉଛି କରେଇଥିଲେ ଆଜ୍ଞା ହଁ ନାଇଁ ମା ତ ମୁଁ ସଚେତନ କହୁଛି କରେଇଥିଲେ ପରା ହୁଁ କିନ୍ତୁ ସିଏ ତ ହଁ ମାନିଲେନି ତ କୁହନ୍ତୁ ମାଙ୍କର ଭୁଲ ଟା କୋଉଠି ରହିଲା ଆଉ ଏଠି କଥାଟା ସେଇଠି ଉଚ୍ଚେ ଅବଜ୍ଞା ଦେଖିବି ଯେ ଥାଏ ହୀନ ବଂଶ ଜାଣିବି ସେ ଥାଏ ଇଏ ହୀନ ତ ଆଜ୍ଞା ତା ଅନ୍ନରେ ପ୍ରତିପାଦିତ ହେଇକି ହୀନ ଭାବ ଆସିଗଲାଣି ହେଲା ଅଲଗା ଆଜ୍ଞା ଅନ୍ନରେ ପ୍ରତିପାଦିତ ହେଇଥିଲା ଏଠି ମଧ୍ୟ ଦୁର୍ଯ୍ୟୋଧନ ଅନ୍ନରେ ପ୍ରତିପାଦିତ ହେଲା ହୀନ ସଙ୍ଗତେ ହୀନମତି ହସି କହନ୍ତି ଯଦୁପତି ସଙ୍ଗ ଯେମନ ରଙ୍ଗ ତେମନ ଏଇ ସଙ୍ଗ ବଦଳେଇ ଦବ ତୁମ ପିଲା ଯଦି କୁସଙ୍ଗରେ ବସିଲା ଖରାପ ଲୋକ ସାଙ୍ଗରେ ମିଶିବ କାଲି ଓଆଡ ହେଇଯିବ କଣ ଅଛି ମଦ ପିଇବ ଯାହା ତା କରିବ ଆଉ କଣ ଅଛି ତେଣୁ ସତସଙ୍ଗରେ ବସେଇବେ ଆପଣଙ୍କର କାମ ହଉଛି ତାକୁ ପୋଷଣ ଦେବେ ଯଦି ପୋଷଣ ନଦେଲେ ନେଗଲେକ୍ଟ କରିଦେଲେ ପାଠ ପଢୁଛ କଣ ସେ ଏବେ କଣ ପିଲା ଧର୍ମ କର୍ମ କରିବ ଛାଡିଦେଲେ ସେ ଯେ ବାଟ ହୁଡା ହେଲା ଅବାଟକୁ ଗଲା ଅନୀତି ଦୁର୍ନୀତିକୁ ଭାବିଲା ଏଇଟା ନୀତି
ଖରାପ ହେଇଗଲା ଆଉ କଣ ବୁଝିପାରିଲେ ଏ ସବୁ ମା ମା ପିଲାକୁ ଏମିତି ଭଲ ପାଇବ ମାର ପଣତକାନିରେ ପିଲା ବନ୍ଧା ରହିବ ଭଲ ପାଇବାରେ ଏ ଶାସନ ମାନେ ବାଡେଇକିରି ନୁହେଁ ମାରିକିରି ନୁହେଁ ଶାସ ଅନୁଶାସନ ନିଜେ ଅନୁଶାସିତ ହେଇଥିବ ନିଜେ ଶିଷ୍ଟାଚାର ଶିଖିଥିବ ମା ଯଦି ଶିଷ୍ଟାଚାର ଶିଖିନି ପିଲା କେମିତି ହବ ପିଲା ଶିଖି ପାରିବ ନାହିଁ ମା ନିଜେ ଯଦି ଶିଷ୍ଟାଚାର ଶିଖି ନାହିଁ ତା ପିଲା ଭିତରେ ଶିଷ୍ଟାଚାର ଆସିବ ନାହିଁ ଶିଷ୍ଟ ମାନେ କଣ ଯେ ଶାସିତ ଅନୁଶାସନରେ ଶାସିତ ଗୁରୁ ଗୁରୁଜନ ଜ୍ଞାନ ଯାହା ଭିତରେ ଥିବ ତା ପିଲା ଭିତରେ ଗୁରୁ ଗୁରୁଜନ ଜ୍ଞାନ ଆସିବ ଆଉ ଆମେ ଯେତେ ଧମକା ଚମକା ମାଡ଼ ଯାହା କଲେ ମଧ୍ୟ ସେଟା ଷ୍ଟାଣ୍ଡ କରିବ ନାହିଁ ये ऊपर ऊपर कौन ए जो हमर लेक्चर माने बा ये कथा आज हमर भाई कहउथिले जे सिगारेट बाहर खाई दे आसीबे एने कहबे बीड़ी सिगारेट खाना हमको नहीं धमको पिला जालुची सार हमर कोन करूचंती हां निजे खाउचंती पिला को कहउचंती ये कथा जेमती ये काम हबो सेमती निजे अनुशासित होइतबो गुरु गुरुजन को विहित मर्यादा दउथबो शिष्टाचार कहले कोन जानिथिबो विशिष्ट लोकर संग करूथिबो साधु संग मोहित ताहेले ये बोध ज्ञान विवेक जागृत हबो से पिला को विहित भाव में गढ़ी पारिबो आ से पिला देव दुर्लभ संतान रे परिणत हबो तार निधन हबार बाट नाही जदि बा पूर्व जन्मर कर्म हिसाब रे धार्य होइथिबो तथापि से इष्ट निष्ठ होई चालिले सेरा ओवरकम करथिबो हैला आज्ञा आ जदि जदि आपण माने वैवाहिक दिवस ठारू आपातत मु गोटे कथा कहूँ मन रखिए वैवाहिक जीवन अयमारंभ दिन ठारू पिला जन्म है पर्यंत जदि आपणकर गुरु गुरुजन प्रति खाद्य प्रति अनीति दुर्नीति प्रवेश करना खाद्य हाँ अखाद्य खाद्य खाई नाहंती अकथा कथा गुरुजन को कही नाहंती अवहेला करी नाहंती हाँ एवं समस्त को विहित मर्यादा दे चलती समस्त सेवा परायण होती एवं सर्वाग्रे इष्टु को धरी जजन जाजन इष्ट बुद्धि स्वस्थ सदाचार परायण हो चलुंट ताहले आपण पिला वज्रमुथ तापर पिला जन्म है तेणिक आप भूल भाल है सी संशोधन करहब सेटा गोटे कंटा पशिला भाया कंटा पशिगला गोटे आउ गोटे पिन रे काढ़ी दे हबो किंतु जदि यही समय भितरे विवाह दिन ठारू पिला जन्म है पर्यंत बाहर को आसिला पर्यंत ता भितरे गोटे मुहूर्त जदि आपण कुचिंता करचंती कुवाक्य प्रयोग करचंती अवहेला करचंती अधर्म को प्रश्रय देइचंती अन्याय को नीति बिली भाबिगिरी करचंती ताहेले से थुआ ही रहिला आपनको पिला पई आपनको भाग्य पई आपनको जीवन पई जय गुरु जय गुरु जय गुरु जय गुरु समस्त जय गुरु आज